ଚିରନ୍ତନ ଆମମାନଙ୍କୁ ପ୍ରିଜାଇଡିଂ ଆମମାନଙ୍କ ବିମଲ ଭାଇ ସେ ଆମମାନଙ୍କୁ ବହୁତ ସୁନ୍ଦର ଭାବରେ ଆରାଧନାରେ ଆମମାନଙ୍କୁ ଲିଡ୍ କରିଛନ୍ତି। ଗଡ ବ୍ଲେସ ୟୁ ବ୍ରଦର, ଗଡ ବ୍ଲେସ ୟୁ। ବହୁତ ସୁନ୍ଦର ଆମଙ୍କର ବିମଲ ଭାଇଙ୍କର ନମସ୍କାର ସାର୍। ଓକେ, ଗଡ ବ୍ଲେସ ୟୁ ଭାଇ। ବହୁତ ସୁନ୍ଦର। ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଏମିତି ଭାଇମାନେ ଆମମାନଙ୍କ ମଧ୍ୟରେ ଅଛନ୍ତି, ଯୋଉମାନେ କି ସବୁ ସମୟରେ ଆମମାନଙ୍କୁ ଉତ୍ସାହିତ କରୁଅଛନ୍ତି। ଯୋଉ ଜୁମ୍ କୁ ଯିବେ ସେ ଥିବେ ହେଲା, ତାଙ୍କର ଗୋଟେ ସେ କ୍ୱାଲିଟି ଅଛି, ଯୋଉ ଜୁମ୍ କୁ ଗଲେ ମଧ୍ୟ ସେ ଜୁମ୍ ରେ ଥିବେ। ଆଉ କେତେବେଳେ ଘରେ ଥିବେ, କେତେବେଳେ ବାଇକ ରେ ଥିବେ, ମାତ୍ର ସେ ଜୁମ୍ ରେ ଥିବାଟା ଥିବେ। ତାଙ୍କର ସେ ଆଗ୍ରହ ରହିଛି ଜୁମ୍ ପ୍ରତି। ପ୍ରଭୁଙ୍କର ଗୌରବ ହଉ। ମାଥ୍ୟୁ 5:3 ଲେଖାଗଲା ଯେ ଧାର୍ମିକତା ନିମନ୍ତେ ବା ଆତ୍ମାରେ ଦିନହୀନ ଲୋକେ ଧନ୍ୟ। ଆମର ଆତ୍ମାରେ ଦିନହୀନ ଲୋକମାନଙ୍କର କମି ବହୁତ ରହିଛି, ମାତ୍ର ସେ ଆତ୍ମାରେ ଦିନହୀନ ସବୁ ସ୍ଥାନରେ ଯାଆନ୍ତି ଆଉ ସମସ୍ତଙ୍କ ଠାରୁ ଶିଖିବା ପାଇଁ ଆଉ ଅନ୍ୟକୁ ଉତ୍ସାହିତ କରିବା ପାଇଁ ଚେଷ୍ଟା କରନ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁଙ୍କୁ ଧନ୍ୟବାଦ ଦଉଛି, ବହୁତ ସୁନ୍ଦର ସୁଯୋଗ ଆମେ ପାଇଛୁ। ଆଉ ଆପଣମାନେ ସମସ୍ତେ ଆଗ୍ରହର ସହିତ ଆମମାନଙ୍କର ଜୁମ୍ ରେ ଜଡିତ ହେଇଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଅଳ୍ପ ସମୟ ଧରି ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବା ପାଇଁ ଯିବା। ଆଜି ଯୋଉ ପ୍ରସଙ୍ଗରେ ମୁଁ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବା ପାଇଁ ଚାହେଁ, ପ୍ରସଙ୍ଗଟି ଏ ପ୍ରକାର ଅଟେ, ଏକଲା ଆଗକୁ ବଢନ୍ତୁ। ଏକଲା ଆଗକୁ ବଢନ୍ତୁ। କଥାରେ ଅଛି କି ନାଇଁ, ଗିଦର ତ ଝୁଣ୍ଡ में आते हैं, शेर अकेला आता है, ଗୋଟେ କଥା ଗୋଟେ ଅଛି। ଏମିତି ଡାଇଲଗ ଯାକ ବହୁତ ଭଲ ଡାଇଲଗ ଯାକ ଅଛି। ଆମେ ଜିହୁଦାର ସେ ଯୁବା ସିଂହ, ତାଙ୍କୁ ଆମେ ବିଶ୍ୱାସ କରୁଛୁ। ଆମକୁ ଏକଲା ଆକା ଆଗକୁ ବଢିବାର ଅଛି। ଏକଲା 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 ଆମକୁ ଯିବାର ଅଛି। ସମୟ ଥିଲା ଆମକୁ ଲୋକ କାଖେଇକି ନଉଥିଲେ, ସମୟ ଥିଲା ଆମକୁ ହାତ ଧରିକି ନଉଥିଲେ, ସମୟ ଥିଲା ଆମକୁ ଗାଡିରେ ବସେଇ ନଉଥିଲେ, ସମୟ ଥିଲା ଆମକୁ ଠେଲିକି ନଉଥିଲେ। ଆମେ ଆଉ କେତେ ଦିନ ଠେଲା ପେଲାର ଅପେକ୍ଷା କରିବା? ମୁଁ ପ୍ରାର୍ଥନା ଆସିଥାନ୍ତି ଯେ ହଁ, ମତେ କିଏ ଡାକିଲେ ନାହିଁ। ଆଉ ଡାକିଲେ ଏକା ଆସିବ କି ତମେ? ମୁଁ ଜୁମ୍ ରେ ଆସିଥାନ୍ତି ଯେ କଣ କରିବା, ଜୁମ୍ ଟା ଆମ ପାଇଁ ସୁବିଧା ହେଲା ନାହିଁ। ଅନେକ ସମୟରେ ଆମେ କଣ ଏକ୍ସକ୍ୟୁଜ କରୁ, ଯେ କେହି ଜଣେ ମତେ ଏନକରେଜ କରନ୍ତୁ। ଆଜି ଉପବାସ କରିଥାନ୍ତି ଯେ କଣ କରିବା, କେହି ମତେ ସାହାଯ୍ୟ କଲେ ନାହିଁ। ଆମର ଜଣେ ଭାଇ ଥିଲେ ମହେନ୍ଦ୍ର ବୋଲି, ସେ ଉପବାସ କରିକିନା ଘରକୁ ଯାଇଛନ୍ତି, ଘରେ ବାଡି ଦେଲେ ଖାଇଦେଲେ। ସେ ଭୁଲି ଯାଇଥିଲେ ଯେ ସେ ଉପବାସ କରିଛନ୍ତି ବୋଲି। ଏମିତି କେତେ ଜଣ ଥିବେ, ବେଳେ ବେଳେ ଉପବାସ କରିଥିବେ, ଭଲ ତରକାରୀ ଆଇଲେ ପ୍ରଭୁ ଆଜି ଟିକେ ଉପବାସ ଥାଉ, ଭଲ ତରକାରୀ ଆସିଲା ପରେ ଉପବାସ କ୍ୟାନ୍ସେଲ। ବେଳେ ବେଳେ ସେ ପ୍ରକାର ମଧ୍ୟ ହୁଏ। ଆପଣ ଭୋଜି ଭାତ ରହିଗଲା ବେଳେ ପ୍ରଭୁ ଆପଣ ତ ସବୁ ଜାଣୁଛନ୍ତି, ପ୍ରଭୁ ଉପବାସ ନ କଲେ ବି ଚଳିବ। ଆମକୁ ସବୁବେଳେ ଲୋକ ଏନକରେଜ କରିବେ, ଆମେ ଆଗକୁ ବଢିବା, ସେମିତି ନାହିଁ। ଆମେ ନିଜେ ନିଜେ ଆମେ ଆଗକୁ ବଢିବାର ଅଛି। ଗୋଟେ ସମୟ ଥିଲା ଆମକୁ ହାତ ଧରିକିନା ଆମ ବାଥରୁମ ନଉଥିଲେ। ଏବେ ମନେକର ପୁଅକୁ 10 ବର୍ଷ, 12 ବର୍ଷ, 15 ବର୍ଷ ହେଉଥିବ, ମା ଯିବି ଗ ମା ବୋଲି କହିଲେ ଯେ ଲାଜ ଟିକେ ଲାଗିବ କି ନାହିଁ? କେତେ ଦୁଃଖ ଲାଗିବ। ଏବେ ମଧ୍ୟ ତ ଲାଜ ଲାଗୁନାହିଁ କି ଏଡେ ବଡ ହେଲୁଣି, ଇଣ୍ଡିଆ ହେଲୁଣି, ତ ଏବେ ମଧ୍ୟ ଏକ ଯିବା ପାଇଁ ମତେ ଏକା ଦରକାର କି ନାଇଁ? ଆମର ଆମେ ଟିକେ ଏକଲା ଏକଲା ଆଗକୁ ବଢିବାଟା ଆମେ ଶିଖିବାର ଅଛି। ପ୍ରିୟମାନେ, ଆମକୁ ସବୁବେଳେ ଲୋକ ଆମକୁ ଏନକରେଜ କରୁଥିବେ। କିଏ ଗୋଟେ ଆଜି ମତେ ଏମିତି ଏନକରେଜ କରିବାକୁ ମୁଁ ଆଗକୁ ଗଲି। ବେଳେ ବେଳେ ମତେ ଆସି କେତେ ଭାଇ କହିବେ, ଭାଇ ପୁରା ଡିସକରେଜ ହେଇଯାଇଛି, ମତେ ଟିକେ ଚାର୍ଜ କରିଦିଅ। ମୁଁ କହିବି କୋଉ ବ୍ରାଣ୍ଡର ମୋବାଇଲ ଭାଇ ତମେ? ତୁମର ବ୍ରାଣ୍ଡର ଚାର୍ଜର ଏକା ମୋ ପାଖରେ ନାହିଁ। ଆମେ କଣ ଯେ ଅନେକ ସମୟରେ ଆମକୁ ଚାର୍ଜିଂ ଚାର୍ଜ କରିଦିଅ, ଚାର୍ଜ କରିଦିଅ। ଆରେ କେତେ ଆମେ ଚାର୍ଜ କରୁଥିବୁ? ଆମେ ଯେମିତି ନିଜେ ନିଜେ ଚାର୍ଜ ହିଁ ଶିଖିଛୁ, ଆପଣ ମାନେ ମଧ୍ୟ ନିଜେ ନିଜେ ଚାର୍ଜ ହେଇକିନା ଶିଖନ୍ତୁ। ନିଜେ ନିଜେ ନିଜକୁ ଏନକରେଜ କରିବାଟା ଶିଖନ୍ତୁ, ନିଜେ ନିଜେ ଆଗକୁ ବଢନ୍ତୁ। ପ୍ରିୟମାନେ, ଏଇ ଶେଷ ସମୟରେ ଆମେ ଅଛୁ। ଆମେ ଆମେ ନିଜେ ନିଜେ ଏକଲା ଏକଲା ଆମେ ପ୍ରଭୁଙ୍କ ସହିତ ଚାଲିବାକୁ ଶିଖିବାର ଅଛି। ଦେଖନ୍ତୁ ବାଇବଲର ବଡ ବଡ ନେତା ମାନେ, ସେମାନଙ୍କ ସହିତ ଚାଲିଲା ବେଳେ କେହି ନଥିଲେ, ଏକଲା ଏକଲା ଚାଲିଛନ୍ତି। ଏକଲା 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 ଆସିଛୁ ତୁଇ, ସଙ୍ଗେ କେହି ଯିବେ ନାହିଁ, ଏକଲା ଏକା ଆମକୁ ଯିବାକୁ ପଡିବ। ପ୍ରିୟମାନେ, ଏକଲା, କାରଣ ଆମେ ଯୋଉ ରାସ୍ତା ଧରିଛୁ, ଆମେ ଗୀତ ଗାଉଛୁ ନା, ଦୁର୍ଗମ ପଥର ଯାତ୍ରୀ, ଚାଲରେ ଆଗେଇ ଚାଲରେ, କେହି ସଙ୍ଗରେ ରୁହନ୍ତୁ ନ ରୁହନ୍ତୁ, ଆମେ ଏଇ ମାର୍ଗରେ ଆମେ ଚାଲି ଆଗକୁ ବଢିକିନା ଆମକୁ ଯିବାର ଅଛି। ଆସିବ
ଦୁଃଖ କଷ୍ଟ ନିନ୍ଦା ତାଡ଼ନା ଅଭାବ ଅସୁବିଧା, ମାତ୍ର ଆମକୁ ସେଇଟା ଆଗକୁ ଭାଇନା ବଢି ତମେ ବଢି ସେଇଟା ଯିବାର ମାରକ ଅଛି। ନେଇକି ଯିବ ବୋଲି ଖାଏ ନନାକୁ ପଠେଇ ଦିଅ ବୋଲି କହିଲି। ମୁଁ ଏବେ ଆସୁଛି ବହୁତ ହେଇଲାଣି। ଭେରି ଗୁଡ। ମାଇକ୍ ଯାକ ଆପଣ ମାନଙ୍କର ଟିକେ ଅଫ୍ ରଖିଲେ ଆମକୁ ସୁବିଧା ହବ। ପ୍ରଭୁଙ୍କର ଗୌରବ ହଉ ପ୍ରିୟମାନେ। ଗୋଟେ ପଦ ମୁଁ ପଢିବା ପାଇଁ ଚାହୁଁଛି ଆପଣ ମାନଙ୍କ ନିମନ୍ତେ। ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟ 32 ପଦ। ଯୋହନ ଲିଖିତ ସୁସମାଚାର 16 ଅଧ୍ୟାୟର 32 ପଦରେ ଲେଖାଗଲା, ଦେଖ ସମୟ ଆସୁଅଛି, ହଁ ଆସିଲାଣି, ଯେତେବେଳେ ତୁମେମାନେ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକେ ଆପଣା ଆପଣା ଘରକୁ ପଳେଇ ଯିବ। ଦେଖନ୍ତୁ ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କହୁଛନ୍ତି। ନ ଯିବା ପୂର୍ବରୁ ଶିଷ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଛାଡିକିନା ନ ଯିବା ପୂର୍ବରୁ ଯୀଶୁ ଖ୍ରୀଷ୍ଟ ଜାଣିଥିଲେ ଏମାନେ ଯୋଉ ମୋ ସହିତ ଅଛନ୍ତି, ମୋ ସହିତ ରହୁଛନ୍ତି, ଆଉ ଅନେକ ଲୋକ ତୁମ ପାଇଁ ମରିବି, ତୁମ ପାଇଁ ଅମକ କରିଦେବି କହିବେ କି ନାହିଁ? ବହୁତ ବଢିଆ କଥା। ଝିଅ ମାନଙ୍କୁ ଫୁସରେଇବା ପାଇଁ ପୁଅ ମାନେ କହିବେ, ମୁଁ ତୋ ପାଇଁ ସୂର୍ଯ୍ୟ ଆଣିଦେବି, ତୋ ପାଇଁ ଚନ୍ଦ୍ର ଆଣିଦେବି, ତୋ ପାଇଁ ନକ୍ଷତ୍ର ଆଣିଦେବି, ଏ ପ୍ରକାର କଥା କହିବେ। ତାକୁ କୁହ ଏ ଗଛରୁ ଚଢିକିନା ଆମ୍ବ ଗୋଟେ ଆଣିକି ଜାଣିପାରିବୁ କି ତୁ? ସେ ଗଛରେ ଚଢି ଆମ୍ବ ଗୋଟେ କାଢି ପାରିବ ନାହିଁ। ମୁଁ ତୋ ପାଇଁ ସୂର୍ଯ୍ୟ ଆଣିଦେବି, ଚନ୍ଦ୍ର ଆଣିଦେବି, ସେଟା ରଖି କଣଟା କରିବୁ? ଆମେ ଆମେ ହନୁମାନ ହେଇଛୁ ଯେ ଗିଳିବୁ ସେଟାକୁ? ଲୋକମାନଙ୍କର ବୁଦ୍ଧି ଠିକ। ଏମିତି ଆମକୁ ଲୋକ ବହୁତ ପ୍ରକାର ଭାବରେ ଚୋଗେଇ ଦେବେ। ଓ ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଭଲ ଭାବରେ ଜାଣିଥିଲେ ଏଇ ଯୋଉ ଶିଷ୍ୟ ମାନଙ୍କୁ ମୁଁ ଏତେ ଭଲ ଟ୍ରେନିଂ ଦଉଛି, ଯେତେବେଳେ ମୋ ଜୀବନରେ ଦୁଃଖ ଆସିବ, ମତେ ଯେତେବେଳେ ପ୍ରାର୍ଥନାର ଦରକାର ପଡିବ, ଏମାନଙ୍କୁ ପ୍ରାର୍ଥନା କର ବୋଲେ ଏମାନେ ପ୍ରାର୍ଥନା ମୋ ପାଇଁ କରିବେନି। ଢୁଙ୍କରେ ଢୁଙ୍କରେ ଶୋଇବେ। ମତେ ଧରିଲା ବେଳେ ଏମାନେ କେହି ମଧ୍ୟ ମୋ ସାଙ୍ଗରେ ରହିବେ ନାହିଁ, ଛାଡିକିନା ପଳେଇ ଯିବେ। ଛାଡିକିନା ପଳେଇ ଯିବେ ସେଟା ନାହିଁ, ଜଣେ ତ ମୋର ମେନ୍ ଲୋକ ମତେ ବିକ୍ରି କରିଦବ, ଆଉ ଜଣେ ଯିଏ କି ମୋ ପାଇଁ ମରିବି ବୋଲି କହୁଥିବ, ସେ ତ ମତେ 3 ଥର ଅସ୍ୱୀକାର କରିବ ରାଣ ଖାଇକିନା। ବୁଝି ଦେଖନ୍ତୁ, ଯେଉଁ ସମୟରେ ଜଣଙ୍କର ବେଶୀ ଆବଶ୍ୟକ ଥିବ, ଯିଏକି ଆମର ବହୁତ ନିକଟବର୍ତ୍ତୀ, ସେ ଏକା ଆମକୁ ରାସ୍ତା କାଟି ପଳେଇ ଯାଉଥିବ, ଫୋନ କଲେ ଉଠଉନଥିବ, କେତେ କଷ୍ଟ ଲାଗିବ ଆମକୁ। ଯୀଶୁ ଖ୍ରୀଷ୍ଟ ସେ କହୁଛନ୍ତି ଯେ ଏମିତି ଗୋଟେ ସମୟ ଆସିବ, ସମସ୍ତେ ମତେ ଛାଡିକିନା ଆପଣା ଆପଣା ଘରକୁ ପଳେଇ ଯିବ। ତାପରେ ସେ କହୁଛନ୍ତି ଆଉ ମତେ ଏକାକୀ ପରିତ୍ୟାଗ କରିବ। ଏଇଟା ପ୍ରତ୍ୟେକଙ୍କ ଜୀବନର କଥା। ପ୍ରତ୍ୟେକଙ୍କର ଜୀବନର କଥା ଯେ ଆମକୁ ଏକଲା କରି ଛାଡିଦେବେ। ଏମିତି ଗୋଟେ ଜୀବନରେ ଏମିତି ଗୋଟେ ସମୟ ଆସିବ, ଆମେ ନିଃସଙ୍ଗ ହେଇଯିବୁ। ଆମକୁ ମାତ୍ର ଯୀଶୁଖ୍ରୀଷ୍ଟ ଯେତେବେଳେ ଏଇ ପ୍ରକାର ପରିସ୍ଥିତି ହେଲା, ସେ କହୁଛନ୍ତି ତୁମେ ମତେ ଏକାକୀ କରି ଛାଡିକିନା ପଳେଇ ଯିବ, ପରିତ୍ୟାଗ କରିଦେବ। ମତେ ଦେଖିଲା ବେଳେ ତୁମେ ଭାବୁଥିବ ଏକଲା ହେଇଗଲା, ଆ ସାଙ୍ଗେ ଆଉ କେହି ନାହାନ୍ତି, ଏଇ ପ୍ରକାର ଭାବିବା ବେଳେ ତଥାପି ମୁଁ ଏକାକୀ ନୁହେଁ। ଦେଖାଯିବାକୁ ମୁଁ ଏକା ଦେଖାଯାଉଛି, ମୁଁ ଏକଲା ପରି ଲାଗୁଛି, ମାତ୍ର ମୁଁ ଏକା ନାହିଁ। ସେ କହୁଛନ୍ତି କାରଣ ପିତା ମୋ ସାଙ୍ଗରେ ଅଛନ୍ତି। Praise the Lord। ପ୍ରଭୁଙ୍କର ଗୌରବ ହଉ ପ୍ରିୟ ଭାଇ। ବାପା ଆମର ସାଙ୍ଗରେ ଅଛନ୍ତି। ଆମେ ଏକା ଆମକୁ ଯିବାକୁ ପଡିବ। ସେ କହୁଛନ୍ତି ଆମେ ତୁମକୁ କେବେ ଛାଡିବା ନାହିଁ, ଆମେ ତୁମକୁ କେବେ ପରିତ୍ୟାଗ କରିବା ନାହିଁ, ସବୁ ସମୟରେ ଆମେ ତୁମର ସଙ୍ଗରେ ରହିବା। ପ୍ରଭୁଙ୍କର ଗୌରବ ହଉ। ଆମର ଖୁଡି, ତାଙ୍କ ବିଷୟରେ ମୁଁ କହିବା ପାଇଁ ଚାହେଁ। ସେମାନେ ଘର ଦ୍ୱାର କଲେ, ତା ପଛେ ଆମ ଦାଦାଙ୍କର ଦେହ ଖରାପ ହେଲା, ଆମ ଦାଦା ଚାଲିଗଲେ। ତା ପଛେ ମୋର ଗୋଟେ ବୋଲି ପୁଅ ତାଙ୍କର, ତାଙ୍କୁ ହତ୍ୟା କରାଗଲା। ଏକଲା ହେଇଗଲେ। ଏକଲା ହେଇଗଲା ପରେ ମଧ୍ୟ ସେ ପ୍ରଭୁଙ୍କ ପଛରେ ଚାଲିବାଟା ଛାଡିଲେ ନାହିଁ। ଏବେ ମଧ୍ୟ ଚାଲୁଛନ୍ତି। ଦାମନଯୋଡ଼ିରେ ଥିବେ, ପ୍ରାର୍ଥନା ବୋଲି କହିଲେ ରବିବାର ଦିନ କୋରାପୁଟରେ ପଳେଇ ଆସୁଥିବେ। କାହିଁକି ଏକଲା ଏକଲା ଆମକୁ ଚାଲିବାର ଅଛି। ଆଜି ସ୍ୱାମୀ ଛାଡିଯିବେ, କାଲି ପୁଅ ଛାଡିଦେବେ, କେତେବେଳେ ଝିଅ ଛାଡିଦେବେ, କେତେବେଳେ ମଣ୍ଡଳୀ ଛାଡିଦେବେ, କେତେବେଳେ ପାଳକ ଛାଡିଦେବେ, ମାତ୍ର ପରମେଶ୍ୱର ଆମକୁ କେବେ ଛାଡିବେନି। ପରମେଶ୍ୱର ସବୁବେଳେ ଆମର ସହିତ ଥିବେ। ପ୍ରିୟ ମାନେ ସିଏ ଆମର ସହିତ ଥିବେ। ବାକି ସମସ୍ତେ ଆଜି ନହେଲେ କାଲି ଆମକୁ ଛାଡିବେ। ଦେଖନ୍ତୁ ଅଷ୍ଟ୍ରେଲିଆର ଏତେ ବଡ ଦେଶ ଅଷ୍ଟ୍ରେଲିଆ, ସେଠିର ଜଣେ ମିଶନାରୀ ଗ୍ରାମ ଷ୍ଟେନସ ଏଇ ଭାରତକୁ ଆସି ଏତେ ସୁନ୍ଦର କାମ କରୁଥିଲେ, କୁଷ୍ଠ ରୋଗୀ ମାନଙ୍କ ସେବା କରୁଥିଲେ। ତାଙ୍କୁ ହତ୍ୟା କରାଗଲା। ହତ୍ୟା କରାଗଲା। କଣ ପାଇଁ ହତ୍ୟା କଲେ?
ନାଇଁ ଇଏ ଧର୍ମ ପରିବର୍ତ୍ତନ କରୁଥିଲେ। ଆଜି ତୁମେ ଗ୍ରାମ ସେବକ ତ ହତ୍ୟା କରିଦେଲ, ଗୋଟେ ଗ୍ରାମ ସେବକ ବାହାର କରି ଦେଖାଉନ, କାହାକୁ ଗୋଟେ ଆଣିକି ଆପଏଣ୍ଟମେଣ୍ଟ ଦେଲ ନାହିଁ, ସେଇ ସ୍ଥାନରେ ଗ୍ରାମ ସେବକ ପରି ସେବା କରିବେ, କୁଷ୍ଠ ରୋଗୀ ମାନଙ୍କୁ ଯତ୍ନ ନେବେ, ତୁମେ ସେଟା କରିପାରିବ ନାହିଁ। ଗ୍ରାମ ଷ୍ଟେନସ୍ କୁ ଗାଳି କରିବାଟା, ମଦର ଟେରେସାକୁ ଗାଳି କରିବାଟା, ମହାତ୍ମା ଗାନ୍ଧୀକୁ ଗାଳି କରିବାଟା ସହଜ। ମାତ୍ର ଆଉ ଗୋଟେ ମଦର ଟେରେସା, ଆଉ ଗୋଟେ ଗ୍ରାମ ଷ୍ଟେନସ୍, ଆଉ ଗୋଟେ ମହାତ୍ମା ଗାନ୍ଧୀ ବାହାର କରିହେବ ନାହିଁ। ଜଣେ ଲୋକ ବିଆର ଆମ୍ବେଦକରକୁ ଗାଳି କରୁଥିଲେ, ସେ କହିଲେ ତୁ କିଏ ରେ ବାବୁ, ତାଙ୍କର ଜୁତା ପରି ହେବୁ ନାହିଁ, ତାଙ୍କର ଯୋଉ ଡିଗ୍ରୀ, ଯୋଉ ପ୍ରକାର ପାଠ ପଢି ଯୋଉ ଜ୍ଞାନ ତାଙ୍କର ଅଛି, ତାଙ୍କ ଆଗରେ ତୁମେ କଣ ତୁମେ। ଆଜି ଲୋକମାନେ ଇତିହାସରେ ଯୋଉ ଯୋଉ ମହାପୁରୁଷ ମାନେ ଯୋଉ ଭୟଙ୍କର କାମ କରିଛନ୍ତି ତାଙ୍କୁ ଜାଣିନାହାନ୍ତି। ଏମାନେ ଏ ହ୍ୱାଟ୍ସଆପ ୟୁନିଭରସିଟିରେ ପାଠ ପଢିକିନା ଆସିକିନା ସେମାନେ ଏଇ ପ୍ରକାର ଲୋକମାନଙ୍କୁ ଗାଳି କରୁଛନ୍ତି। ଏମାନେ ଆମକୁ ଏକା ଛାଡିଦେବେ, ମାତ୍ର ଆମେ ଏକା ନାହୁଁ। ଗ୍ଲାଡିସ୍ ଷ୍ଟେନସ୍ ଯେତେବେଳେ ଗ୍ରାମ ଷ୍ଟେନସକୁ ହତ୍ୟା କରାଗଲା, ସେତେବେଳେ ସେ ଡରିକିନା, ନାଇଁ ମୋ ସ୍ୱାମୀକୁ ମାରିଦେଲେ ମତେ ମଧ୍ୟ ମାରିଦେବେ, ମୁଁ ଅଷ୍ଟ୍ରେଲିଆକୁ ପଳେଇ ଯିବି, ମୁଁ ଛାଡିକିନା ପଳେଇ ଯିବି, ଛାଡିକିନା ଗଲେ ନାହିଁ। ସେ ସେଠି ରହିଲେ। ସେ ଯୋଉ ସେବା କାର୍ଯ୍ୟକୁ ତାଙ୍କର ସ୍ୱାମୀ ଅଧା କରିକି ଛାଡିକିନା ଯାଇଥିଲେ, ସେ ସେବା କାର୍ଯ୍ୟ ସେ ଲାଗିକିନା ରହିଲେ। ତାଙ୍କର ଯୋଉ ଷ୍ଟେଟମେଣ୍ଟଟା ଥିଲା, ସେ ଷ୍ଟେଟମେଣ୍ଟ ସେ ଯୋଉ ପ୍ରକାର ଦେଲେ, ୱାର୍ଲଡ ହିଷ୍ଟ୍ରିକୁ ହଲେଇ ଦେଲା। ଏମିତି ଷ୍ଟେଟମେଣ୍ଟଟା କିଏ ଦେଇନାହାନ୍ତି। ଯେତେବେଳେ ସେ ମରିଗଲେ, ସେତେବେଳେ ସେ କହିଲେ ଯେ କୋଉ ଗୀତ ଗାଇବା, ତାଙ୍କର ଦୁଇଟା ପୁଅ ମରିଛନ୍ତି, ତାଙ୍କର ସ୍ୱାମୀ ମରିଛନ୍ତି, ସେଇ ସ୍ଥାନରେ ସେ ଠିଆ ହେଇକିନା କହୁଛନ୍ତି ଯେ ପରମେଶ୍ୱର ବଞ୍ଚିଛନ୍ତି, ଏଥିପାଇଁ ମୋର ସ୍ୱାମୀ ଚାଲିଗଲେ ମଧ୍ୟ, ମୋର ପୁଅମାନେ ଚାଲିଗଲେ ମଧ୍ୟ, ମୁଁ ମଧ୍ୟ ବଞ୍ଚିକିନା ରହିବି ବୋଲି ସେ ଷ୍ଟେଟମେଣ୍ଟ ଦେଇଥିଲେ। ଏକଲା ଆମକୁ ଆଗକୁ ବଢିବାକୁ ପଡିବ। ଜୀବନରେ ଉତ୍ଥାନ ପତନ ଗୁଡିକ ଆସିବ, ଆଉ ସେ ଉତ୍ଥାନ ପତନ ଗୁଡିକ ଆମକୁ ଅଟକେଇକିନା ରଖିବ ନାହିଁ। ସେ କାନ୍ଦି 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 କାନ୍ଦିକିନା ବାୟାଣୀ ପରି ହେଇଗଲେ ନାହିଁ, ସେ ଆଗକୁ ବଢିକିନା ଗଲେ। ଆମକୁ ମଧ୍ୟ ଜୀବନର ବହୁତ ପ୍ରକାର ପରିସ୍ଥିତି ଥିବ, ଲୋକମାନେ ଆମକୁ ଛାଡିଦେବେ, ଏକା ପରି ଲାଗୁଥିବ, ମାତ୍ର ଆମକୁ ଆଗକୁ ବଢି ବଢି ଯିବାର ଅଛି। ଆଗକୁ ଆମେ ବଢି, ଆମେ ଆଗକୁ 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 ବଢିକିନା ଆମକୁ ଯିବାକୁ ପଡିବ। ପ୍ରିୟମାନେ, ମୁଁ କିଛି ଜଣ ବ୍ୟକ୍ତିଙ୍କ ବିଷୟରେ ଆପଣମାନଙ୍କୁ କହିବି, ଯୋଉ ବ୍ୟକ୍ତି ମାନେ କି ଆଗକୁ ବଢି ଏକଲା ଏକଲା ଆଗକୁ ବଢିକିନା ଯାଇଛନ୍ତି। ଜଣେ ବ୍ୟକ୍ତିଙ୍କ ବିଷୟରେ ପଢିବା, ମାଥ୍ୟୁ 14 ଅଧ୍ୟାୟକୁ ଆପଣମାନେ ଆସିବେ ମୋ ସହିତ। ମୁଁ କା ପଢିବି ରେଫରେନ୍ସ, ମାଥ୍ୟୁ 14 ଅଧ୍ୟାୟର 25 ପଦରେ। କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ। ଏଇ ଶିଷ୍ୟମାନେ ଡଙ୍ଗାରେ ଯାଉଛନ୍ତି, ପ୍ରତିକୂଳ ଜଳବାୟୁ, ତୋଫାନ ହଉଛି। ସେଇ ସମୟରେ ଯୀଶୁଖ୍ରୀଷ୍ଟ ପର୍ବତ ଉପରେ ପ୍ରାର୍ଥନା କରୁଥିଲେ। ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁଖ୍ରୀଷ୍ଟ ସମୁଦ୍ର ଉପରେ ଚାଲିକିନା ଆସୁଅଛନ୍ତି। ପୁଣି ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ, ଆଉ ସେମାନେ ଭୟରେ ଚିତ୍କାର କଲେ। କିନ୍ତୁ ଯୀଶୁ ସେହି କ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ। 28 ପଦ ଟିକେ ଧ୍ୟାନ ଦେବେ। ଏଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା ଦିଅ। ଦେଖନ୍ତୁ, ସେଠି 12 ଜଣ ଶିଷ୍ୟ ଅଛନ୍ତି, ମାତ୍ର ଏକଲା ଯୀଶୁଙ୍କ ପାଖକୁ ଚାଲି ଚାଲି ଯିବା ପାଇଁ ପିତର କହୁଛନ୍ତି। ଆମେ ଅନେକ ସମୟରେ ପିତରକୁ ଗାଳି କହୁ, ଏ ଅବିଶ୍ୱାସୀ, ଅଳ୍ପ ବିଶ୍ୱାସୀ, ସେ ପାଣିରେ ଯାଉ ଯାଉ ବୁଡିଗଲା। ସେଇଟା ଦେଖନ୍ତୁ ନାହିଁ, 11 ଶିଷ୍ୟ ମାନେ ପାଣି ଉପରେ ଚାଲି ନାହାନ୍ତି। ପାଣି ଉପରେ କିଏ ଚାଲିଛନ୍ତି? ପିତର ପାଣି ଉପରେ ଚାଲିଛନ୍ତି, ଏକଲା ଚାଲିଛନ୍ତି। ପଛରେ ଥିବା ଲୋକ, ଆକୁ ଲାଜ ନାହିଁ, ଆକୁ ସରମ ନାହିଁ, ଇଏ ପୁଣି ପାଣି ଉପରେ ଚାଲିବ, ଇଏ ଯୀଶୁଙ୍କ ପାଖକୁ ଯିବ, ପଛାଡେ ଥିବା ଲୋକ କମେଣ୍ଟସ କରୁଥିବେ। ମାତ୍ର ଏ ଏକଲା ପାଣି ଉପରେ ଚାଲୁଛନ୍ତି। ଯେତେବେଳେ ଦେଖିଲେ ଯୀଶୁଖ୍ରୀଷ୍ଟ ଅଛନ୍ତି, ସେତେବେଳେ କେହି ସାଙ୍ଗରେ ନାହାନ୍ତି ଆଙ୍କୁ। ଆଙ୍କର ନିଜର ଭାଇ ଆନ୍ଦ୍ରି ଅଛନ୍ତି, ଆଙ୍କର ଭଲ ବନ୍ଧୁ ଜହନ ଅଛନ୍ତି, ସବୁ ଯାକ ଥିଲେ ମଧ୍ୟ ଆଙ୍କ ସହିତ ଚାଲିବା ପାଇଁ କେହି ନାହାନ୍ତି। ଆଜି ଆମର ମଧ୍ୟ ପରିସ୍ଥିତି ସେମିତି ଥିବ। ଆମେ ଏକଲା ଚାଲିବାକୁ ଚେଷ୍ଟା ଆମେ କରିବାର ଅଛି। ଆମେ ପିତର ଭାବିଲେ, ମୁଁ ଚାଲିଥାନ୍ତି ଯେ ପ୍ରଭୁ କଣ କରିବା, ଆନ୍ଦ୍ରିୟ ତ ସାଙ୍ଗରେ ଆସିଲା ନାହିଁ। ଆନ୍ଦ୍ରିୟ ସାଙ୍ଗରେ ନ ଆସିଲେ ମଧ୍ୟ ପିତର ଚାଲୁଛନ୍ତି। ଜହନ ସାଙ୍ଗରେ ନ ଆସିଲେ ମଧ୍ୟ ପିତର ଚାଲୁଛନ୍ତି। ଥମା ସାଙ୍ଗରେ ନ ଆସିଲେ ମଧ୍ୟ ପିତର ଆଗୁ ବଢୁଛନ୍ତି, ଡଙ୍ଗା ରହି ଯାଉନାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, କେହି ସାଙ୍ଗରେ ଥାଆନ୍ତୁ କି ନଥାନ୍ତୁ, ଆସନ୍ତୁ କି ନ ଆସନ୍ତୁ, ଆମକୁ ଏକଲା ଏକଲା ପ୍ରଭୁଙ୍କ ସହିତ ଚାଲିବାର ଅଛି। ଏକଲା ଏକଲା ଆମେ ଆଗକୁ ବଢିବାର ଅଛି। ମୁଁ ମୋର ପରିବାରର ପ୍ରଥମ ବ୍ୟକ୍ତି ଯିଏକି ପରିତ୍ରାଣ ପାଇଥିଲି।
ମୋ ପୂର୍ବରୁ କିଏ ପରିତ୍ରାଣ ପାଇନାହାନ୍ତି। ମୁଁ ପରିତ୍ରାଣ ପାଇଲା ପରେ ମୁଁ ଏକଲା ଏକଲା ପ୍ରଭୁଙ୍କ ସହିତ ଚାଲିଛି। ମୋତେ ଘରେ ପ୍ରାର୍ଥନା କରିବାକୁ ସୁବିଧା ନଥିଲେ ମୁଁ ପାହାଡ ଉପରେ ଯାଇ ପ୍ରାର୍ଥନା କରିଛି। ମୁଁ ନଦୀ କୂଳରେ ଯାଇକିନା ପ୍ରାର୍ଥନା କରିଛି। ମୁଁ ଗଛ ତଳେ ଯାଇକିନା ପ୍ରାର୍ଥନା କରିଛି। ମୋର ସାଙ୍ଗରେ କେହି ନଥିଲେ, କାରଣ ଆମର ସେ ସାହିରେ ସେତେବେଳେ କିଏ ପରିତ୍ରାଣ ପାଇନଥିଲେ। ଏକଲା ଏକଲା ପ୍ରଭୁଙ୍କ ସହିତ ଚାଲିଛି। କିଏ ସଙ୍ଗେ ନ ଆସନ୍ତୁ, ମାତ୍ର ଆମକୁ ଏକଲା ଏକଲା ବଢିବାର ଅଛି, ଆଗକୁ ବଢିବାର ଅଛି। ଆମକୁ ରହିଯିବା କଥା ନୁହେଁ। ଆମେ ପିତର କି ପ୍ରକାର ସାହସ ଦେଖନ୍ତୁ। ପିତର କହିଲେ, ପ୍ରଭୁ ମତେ ମଧ୍ୟ ଆଜ୍ଞା ଦିଅନ୍ତୁ, ମୁଁ ମଧ୍ୟ ଆପଣଙ୍କ ଆଡକୁ ଯିବି। ଲେଖାଯାଉଛି 29 ପଦରେ, ସେ କହିଲେ ଆସ। ସେଇ କ୍ଷଣେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ। ପ୍ରଭୁଙ୍କର ଗୌରବ ପ୍ରିୟ। ପିତରଙ୍କର ବାପା, ପିତରଙ୍କର ଜେଜେବାପା, ତାଙ୍କର ଅଣ ଜେଜେବାପା, ଏମାନେ ମଧ୍ୟ କେଉଟ ଥିଲେ। ଡଙ୍ଗାରେ ବସିକିନା ବହୁତ ବଡ ତୋଫାନରେ ଯାଇଛନ୍ତି, ମାତ୍ର ପାଣି ଉପରେ କିଏ ଚାଲି ନାହାନ୍ତି। ପାଣି ଉପରେ ପିତର ଚାଲିଛନ୍ତି। ଆଉ ଅନେକ କେଉଟ ଥିଲେ ସେଠି, ସେମାନେ ମଧ୍ୟ ଚାଲି ନାହାନ୍ତି, ଏକଲା ଚାଲିଛନ୍ତି। ଏକଲା ଠିଆ ହେବାକୁ ଶିଖନ୍ତୁ, ଏକଲା ଆଗକୁ ବଢିବା ପାଇଁ ଶିଖନ୍ତୁ। ମତେ ଇଏ ଛାଡିଦେଲା, ସିଏ ଛାଡିଦେଲା, ମୋର ଏ ସଂସ୍ଥା ଛାଡିଦେଲେ, ମତେ ସିଏ ଧୋକା ଦେଇଦେଲେ। ପ୍ରଭୁ କଣ ଆମକୁ ଧୋକା ଦେଲେ? ପ୍ରଭୁ କଣ ଆମ ସାଙ୍ଗ ଛାଡିଦେଲେ କି? ପ୍ରଭୁ ତ ଆମର ସାଙ୍ଗରେ ଅଛନ୍ତି। ମାନେ ଆମକୁ ଏକଲା ଏକଲା ଚାଲିବାକୁ ପଡିବ। ଏକଲା ଯାହା ବି ହଉନା କାହିଁକି ପ୍ରିୟମାନେ, ଆମର ପରମେଶ୍ୱର ଆମ ସାଙ୍ଗରେ ଅଛନ୍ତି। ସେ ଆମକୁ କେବେ ଛାଡି ନାହାନ୍ତି, ପରିତ୍ୟାଗ କରିନାହାନ୍ତି। ସେ କହୁଛନ୍ତି ଚାଲ ଆଗକୁ ବଢ। ଏଇଟା ପରମେଶ୍ୱରଙ୍କର ଡାକର ଆମମାନଙ୍କ ନିମନ୍ତେ। ଆମେ ବାକ୍ୟ ପଢିବା। ଆମେ ଯାତ୍ରା ପୁସ୍ତକରୁ ଗୋଟେ ପଦ ଆପଣମାନଙ୍କୁ ପଢେଇବା ପାଇଁ ଚାହେଁ। ମୁଁ ଯାତ୍ରା ପୁସ୍ତକକୁ ପଢେଇବା ପୂର୍ବରୁ ଲୁକରୁ ଗୋଟେ ପଦ ମୁଁ ପଢେଇବା ପାଇଁ ଚାହେଁ ଆପଣମାନଙ୍କୁ। ଏତେ ସୁନ୍ଦର ପଦଟା ଆପଣମାନେ ତ ପଢିଥିବେ, ହେଲେ ମଧ୍ୟ ମୁଁ ଲୁକରୁ ଆପଣମାନଙ୍କୁ ଟିକେ ପଢଉଛି। 15 ଅଧ୍ୟାୟକୁ ଆସିବେ, ଲୁକ 15 ଅଧ୍ୟାୟ। ଏଠି ଆମମାନଙ୍କର ଯେ ପ୍ରୋଡିଗାଲ ସନ୍, ଯାହାକୁ କି ଆମମାନେ ଅପବ୍ୟୟ ପୁତ୍ର, ମାନେ ଆକୁ ଆମେ ସାନ ପୁଅ ବୋଲି କହୁ, ଏ ପୁଅ ବାପାଙ୍କ ଠାରୁ ଦୂରକୁ ଅଛି। ଆଉ ସେ ଏଇ ପ୍ରକାର ପରିସ୍ଥିତି, ତାକୁ ଖାଇବାଟା ମଧ୍ୟ ମିଳୁନାହିଁ, ଘୁଷୁରି ଖାଇବାଟା ଅଣ୍ଟୁ ନାହିଁ ତାକୁ। ଏଇ ପ୍ରକାର ପରିସ୍ଥିତିରେ 18 ପଦରେ ସେ କଣ କହୁଅଛି, ଆମେ ସେଇଟା ଟିକେ ଦେଖିନେବା। 18 ପଦରେ କହୁଅଛନ୍ତି ଯେ ମୁଁ ଉଠି ମୋର ବାପାଙ୍କ ପାଖକୁ ଯିବି। ଦେଖନ୍ତୁ, ପଡି ରହୁନାହାନ୍ତି, ଏକଲା ପୁଅ, ତାଙ୍କୁ ଏନକରେଜ କରିବା ଲୋକ କିଏ ନାହାନ୍ତି। ସେ ସେଇ ସ୍ଥାନରେ ପଡିକିନା ତାଙ୍କର ସେ ଜାଗାରେ ବୁଦ୍ଧି ଆସୁଛି। ଚେତା ପାଇଲେ 17 ପଦରେ, ମାତ୍ର ସେ ଚେତା ପାଇ କହିଲା, ମୋର ବାପାଙ୍କର କେତେ ମୂଲ୍ୟାଙ୍କ ଖାଦ୍ୟ ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଛି। ସେତେବେଳେ ତାଙ୍କୁ କିଏ ଏନକରେଜ କରିବା ଲୋକ ନଥିଲେ। ସେ ନିଜେ କହୁଛି, ମୁଁ ଉଠି ମୋର ବାପାଙ୍କ ଘରକୁ ଯିବି। ପ୍ରିୟମାନେ, ଆମେ ମଧ୍ୟ ଏକଲା ଏକଲା ବାପାଙ୍କ ଘରକୁ ଯିବାକୁ ରହିବାର ଅଛି। କିଏ ସାଙ୍ଗରେ ନ ଆସିଲେ ମଧ୍ୟ ଆମମାନଙ୍କର ରାନୁ ଝିଅ, ସେ ଏକଲା ଏକଲା, ସେ ନେହେରୁ ନଗରରୁ ସେ ଚାଲି ଚାଲି କେତେବେଳେ ଗାଡିରେ, ବାଇକରେ ସେ ଆମର ଚର୍ଚ୍ଚକୁ ଆସେ। ଦୂର, ଚର୍ଚ୍ଚ ଟିକେ ଦୂର ଅଛି। ଆମକୁ ଏକଲା ବାପାଙ୍କ ଘରକୁ ଯିବାଟା ଶିଖିବାର ଅଛି, କାରଣ ଆମର ପରିସ୍ଥିତି ବାପାଙ୍କ ଘରେ ଗଲେ ହିଁ ବଦଳିବ। ବାପାଙ୍କ ଘରକୁ ଯିବା ନାହିଁ ବୋଲେ ଆମର ପରିସ୍ଥିତି ବଦଳିବ ନାହିଁ। ସେ ଭାବୁଥିଲା ପୁଳାଏ ଟଙ୍କା ଧରି ବାପାଙ୍କ ଠାରୁ ଦୂରକୁ ପଳେଇ, ତା ପଛେ ଭାବିଲା ମୁଁ ଏଠି ଗୋଟେ ବଡ ଲୋକ ହେଇପାରିବି ନାହିଁ, କି ଭଲରେ ଚଳିପାରିବି କି ନାହିଁ। ମାତ୍ର ସେ ବାପାଙ୍କ ଠାରୁ ଦୂରକୁ ଗଲା ପରେ ସେ ଜାଣିପାରୁଛି ଯେ ନାଇଁ, ଯେତେ ଟଙ୍କା ଥିଲେ ମଧ୍ୟ ବାପାଙ୍କ ଘରେ ଥିଲେ ହିଁ ଆମେ ଭଲ ଭାବରେ ଚଳିପାରିବା। ଏଇ ବୁଦ୍ଧି ତାକୁ ଆସୁଛି। ଆସିଲା ପରେ ସେ କହୁଛି, ମୁଁ ଉଠି ମୋ ବାପାଙ୍କ ଘରକୁ ଯିବି। କିଏ କହିଲା ତାକୁ? କିଏ ଏନକରେଜ କଲା? ନିଜେ ନିଜକୁ ମୋଟିଭେସନ କରୁଛି, ନିଜେ ନିଜକୁ ଏନକରେଜ କରୁ, ମୁଁ ତ ଯିବି, ଆଉ ମୁଁ ଯିବି। ମନ ମଧ୍ୟରେ ଅନେକ ଥିବ, ଗଲା ପରେ ବାପା କଣ କହିବେ, ଲୋକମାନେ କଣ କହିବେ, ଭାଇମାନେ କଣ କହିବେ, କାହାର କଥାକୁ ଖାତିରି ନାହିଁ। ମତେ ଯଦି ବଞ୍ଚିବାର ଅଛି, ମତେ ଠିକରେ ରହିବାର ଅଛି, ତାହେଲେ ମୋ ବାପାଙ୍କ ଘରକୁ ଯିବାକୁ ପଡିବ। ମାନେ ଏକଲା ଏକଲା ସେ ଚାଲୁଛି। ସେ ଯାଇକିନା ଯାହାଲେ ସାଙ୍ଗ ଟିକେ କହିଦେ, ବାପାଙ୍କୁ କହିଦେ, ବାପାଙ୍କୁ ଖବର ଦେଇଦେ, ଏସବୁ ମଧ୍ୟ କରୁନାହାନ୍ତି। ଆମକୁ ଏକଲା ଏକଲା, ଏଇଟା ହଉଛି ସେ ଦୁର୍ଗମ ପଥ। ଆମ ଜୀବନରେ ବିଭିନ୍ନ ପ୍ରକାର ପରିସ୍ଥିତି ଗୁଡିକ ଆସେ, ମାତ୍ର ଆମକୁ ଏକଲା ଚାଲିବାକୁ ପଡିବ। ପ୍ରଭୁଙ୍କ ସହିତ ଆମକୁ ଏକଲା ଚାଲିବାକୁ ପଡିବ।
କିଏ ସାଙ୍ଗରେ ନଥିଲେ ମଧ୍ୟ ଆମେ ଆଗକୁ ବଢିବାକୁ ପଡିବ। ଗୋଟେ ଜାଗାରେ ଆମେ ରହିବାର ନାହିଁ। ଗୀତ ସଂଗୀତା ପୁସ୍ତକରୁ ଗୋଟେ ପଦ ମୁଁ ଆପଣମାନଙ୍କୁ ପଢେଇବି। 41 ଗୀତ 42 ଗୀତ। ସେ ନିଜକୁ କି ପ୍ରକାର ମୋଟିଭେସନ କରୁଛନ୍ତି ବୋଲେ ବୁଝନ୍ତୁ, ସେ କେମିତି ନିଜକୁ ମୋଟିଭେସନ କରୁଛନ୍ତି। 42 ଗୀତର 11 ପଦଟା ମୁଁ ପଢୁଛି। ହେ ମୋହର ପ୍ରାଣ ତୁମେ କାହିଁକି ଶୋକାକୁଳ ହଉଛ? କାହାକୁ କହୁଛି? ସେ ନିଜର ଅନ୍ତରରେ ଥିବା ପ୍ରାଣ ସହିତ ସେ କଥାବାର୍ତ୍ତା ହଉଛନ୍ତି। ନିଜର ପ୍ରାଣକୁ ସେ କଣ କରୁଛନ୍ତି? ମୋଟିଭେସନ କରୁଛନ୍ତି। ବହୁତ ସୁନ୍ଦର ସ୍କ୍ରିନ ସେୟାର କରୁଛନ୍ତି, ବହୁତ ବଢିଆ ଲାଗୁଛି। ହେ ମୋହର ପ୍ରାଣ ତୁମେ କାହିଁକି ଶୋକାକୁଳ ହେଉଅଛ? ଅନେକ ସମୟରେ ଆମେ ବସିଥିବା ସମୟରେ ଆମ ସହିତ କେହି ନଥିବେ, ଦୁଃଖରେ ଭାଙ୍ଗି ପଡୁଥିବ, ଆଖିରୁ ଲୁହ ଝରି ଯାଉଥିବ। ସେଇ ସମୟରେ ଆମେ ଦୁଃଖରେ ଭାଙ୍ଗି ନ ପଡି ଏଇ ଯୋଉ ଗୀତ ରଚକ କରହ ସନ୍ତାନ ମାନେ, ଏଇ ଯୋଉ କରହ ସନ୍ତାନ ମାନେ, ଏମାନେ ସେ କରହର ସନ୍ତାନ ମାନେ ଯାହାଙ୍କର ବାପା ମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେମାନେ ଜିଅନ୍ତା ଜିଅନ୍ତା ପାତାଳକୁ ପଳେଇ ଗଲେ, ତାଙ୍କର ସନ୍ତାନ ମାନେ ଏହି ଗୀତ ଗାଉଛନ୍ତି ଆଉ ନିଜର ମନକୁ ନିଜେ ମୋଟିଭେସନ କରୁଛନ୍ତି। ଏ ତୁ କାହିଁକି ଶୋକାକୁଳ ହଉଛୁ? ତୁ କାହିଁକି ଭାଙ୍ଗି ପଡୁଛୁ? କାହିଁକି ନିରାଶ ହଉଛୁ? ତୋର ଋଣ ସୁଝି ହେବ ନାହିଁ କି? ତୋ ରୋଗ ସୁସ୍ଥ ହେବ ନାହିଁ କି? ତୋର ଘରର ପରିସ୍ଥିତି ଦୂର ହେବ ନାହିଁ କି? ତୋର ପୁଅ ଝିଅ ମାନେ କଣ ଏମିତି ଏକା ଥିବେ କି ଆଗକୁ ବଢିବେ ନାହିଁ କି? ତାଙ୍କୁ ଚାକିରି ମିଳିବ ନାହିଁ କି? ତୋର ପୁଅ ଝିଅ ମାନଙ୍କର ବାହାଘର ହେବ ନାହିଁ କି? ପରମେଶ୍ୱର କରିବେ। ତୁ କାହିଁକି ଶୋକାକୁଳ ହେଉଛୁ? ତୁ କାହିଁକି ଭାଙ୍ଗି ପଡୁଛୁ? ଦେଖନ୍ତୁ, ଆମେ ଅନେକ ସମୟରେ ଆମେ ଚର୍ଚ୍ଚ ଗଲା ପରେ ଆଜିର ମେସେଜ ଶୁଣି ମତେ ବହୁତ ଭଲ ଲାଗିଲା, ବହୁତ ବଢିଆ କଥା। ଆମେ କୌଣସି ୟୁଟ୍ୟୁବର ମେସେଜ ଶୁଣି ଆମକୁ ଭଲ ଲାଗିଲା, ଠିକ ଅଛି। ମାତ୍ର ମୁଁ କହିବା ପାଇଁ ଯେ ଏକଲା ଏକଲା ନିଜକୁ ମୋଟିଭେଟ କରନ୍ତୁ, ନିଜକୁ ଏନକରେଜ କରନ୍ତୁ। କିଏ ଏନକରେଜ କରିବା ପାଇଁ ସବୁବେଳେ ନଥିବେ, ସବୁବେଳେ କିଏ ନଥିବେ, ନୂଆ ନୂଆରେ ଥିବେ, ତା ପଛେ ଆଉ କେହି ନଥିବେ। ସେଇ ସମୟରେ ଆମେ ନିଜକୁ ଆମେ ମୋଟିଭେସନ କରିବାର ଅଛି, ନିଜେ ନିଜକୁ। ଅନେକ ଜଣ ଅଛନ୍ତି ଟିକେ ଦୁଃଖ ଆସିଲା, ସମସ୍ୟା ଆସିଲା, କଣ ଆସିଲା, ତାହେଲେ ସେମାନେ ସାଙ୍ଗେ ସାଙ୍ଗେ ଫୋନ କରିବେ, ପାଳକଙ୍କୁ, ପ୍ରଚାରକଙ୍କୁ ଫୋନ କରିବେ, ନିଜ ବାପା ମା ଭାଇ ଭଉଣୀକୁ ଫୋନ କରିବେ। ଫୋନ କରିବାଟା କିଛି ମନ୍ଦ ନୁହେଁ, ମାତ୍ର ଆମେ ନିଜେ ନିଜକୁ ଆମେ ମୋଟିଭେସନ କରିପାରୁଥିବା, ନିଜେ ନିଜକୁ ଆମେ ଏନକରେଜ କରିପାରୁଥିବା, ସେଇଟା ହଉଛି ବଡ ମୋଟିଭେସନ। ଆମେ ଦୁନିଆ ଲୋକଙ୍କୁ ବହୁତ ମୋଟିଭେଟ ଆମେ କରିପାରିବୁ, ଦୁନିଆ ଲୋକଙ୍କୁ ଆମେ ବହୁତ ପ୍ରକାର ହସେଇ ପାରିବୁ, ଦୁନିଆ ଲୋକଙ୍କୁ ବହୁତ ପ୍ରକାର ଭାବରେ ଆମେ ଖୁସି କରିପାରିବୁ। ଦିନକର ଘଟଣା ଆମମାନଙ୍କ ସିଏଫସିର ଭାଇ ମାନେ କହୁଥିଲେ, ଗୋଟିଏ ମେଡିକାଲରେ ଡକ୍ଟର ଅଛନ୍ତି ଆଉ ତାଙ୍କ ପାଖକୁ ଜଣେ ପେସେଣ୍ଟ ଗଲେ। ପେସେଣ୍ଟ ଯାଇକିନା ସେ କହୁଛନ୍ତି, ଆଜ୍ଞା ମୋ ଜୀବନରେ ମୁଁ ବହୁତ ନିରାଶ, ମୋ ଜୀବନରେ ବିଲକୁଲ ହସ ନାହିଁ, ମୁଁ ସବୁ ସମୟରେ ବହୁତ ଦୁଃଖରେ ଏକା ରହୁଛି ଆଜ୍ଞା, ମୁଁ କଣ କରିବି ଜାଣିପାରୁନି। ସେତେବେଳେ ସେ କହିଲେ, ଦେଖ ତୁମ ପାଖରେ କିଛି ମେଡିସିନ ନାହିଁ, ମାତ୍ର ତୁମେ ରାଇଟ ହ୍ୟାଣ୍ଡ ସାଇଡ ଟିକେ ଦୂରକୁ ଗଲେ ଗୋଟିଏ କଣ ସର୍କସ ଅଛି, ଆଉ ସେ ସର୍କସ ରେ ଜଣେ ଜୋକର ଅଛି, ଆଉ ସେ ଜୋକର ଏଇ ପ୍ରକାର ଭାବରେ ଲୋକମାନଙ୍କୁ ହସଉଛି, ତୁମେ ଆକ୍ଚୁଆଲି ଯାଇକି ତାଙ୍କ ଶୋରେ ବସିକିନା ସେ ତାଙ୍କର ଶୋ ଆଟେଣ୍ଡ କରିବାକୁ ପଡିବ, ଆଉ ସେ ଯୋଉ ପ୍ରକାର ଭାବେ କମେଡି କରିବେ ତୁମେ ଏତେ ହସିବ ଆଉ ତୁମ ଦୁଃଖ ଦୂର ହେଇଯିବ। ସେ କଣ କହିଲେ, ଆଜ୍ଞା ସେ କମେଡି ସର୍କସ ରେ ଯୋଉ ଜୋକର ହସଉଛି ଆଜ୍ଞା ସେଇଟା ଆମେ ଲୋକଙ୍କୁ ହସେଇ ପାରିବୁ, ଆମେ ଲୋକଙ୍କୁ ମୋଟିଭେସନ କରିପାରିବୁ। ଆମେ ଯେତେବେଳେ କାହାର ଦୁଃଖ ପଳାଇଲା ଆମେ ଯିବୁ, ଭଉଣୀ କାନ୍ଦ ନାହିଁ ଭଉଣୀ, କଣ କରିବା, ଏଠର ଲେଖାକୁ ଆଉ କିଏ ବଦଳାଇ ପାରିବେ କି ଭଉଣୀ? ପ୍ରଭୁ ତୁମ ସାଙ୍ଗରେ ଅଛନ୍ତି, ଆଉ କେତେ ଜଣ କଣ କରିବା। ମାତ୍ର ଯେତେବେଳେ ନିଜକୁ ଦୁଃଖ ପଳାଇ ଆସିବ ଖାଲି କାନ୍ଦ, ନିଜକୁ ଦୁଃଖ ଆସିଲେ ଖାଲି କାନ୍ଦ, ଲୋକଙ୍କୁ ବୁଝେଇବାକୁ ଆମେ ଯାଉଥିବା। ଆରେ ତୁ ନିଜକୁ ବୁଝେଇ ପାରୁନୁ, ଲୋକଙ୍କୁ ଭଲ ଭାବରେ ବୁଝେଇକିନା ବାଇବଲର ବାକ୍ୟ କାଢିକିନା ବୁଝେଇବେ। ଧାର୍ମିକ ମାନଙ୍କର ବିପଦ ଅନେକ, ଭଉଣୀ ଆପଣ ବହୁତ ଧାର୍ମିକ, ବିପଦ ଅନେକ, ସଦା ତୁମକୁ ଏଥିରୁ ରକ୍ଷା କରିବେ ବୋଲି ଆମେ ଲୋକଙ୍କୁ ଭଉଣୀଆ ବୁଝେଇ ଦଉଥିବୁ, ମାତ୍ର ନିଜକୁ ବୁଝେଇଲା ବେଳେ ସେ ବାଇବଲର 15 ପର୍ବ ଆମେ ଭୁଲି ଯାଉଥିବୁ। ଆମେ ନିଜକୁ ମୋଟିଭେସନ କରିବାର ଅଛି। ଏଇଟା ଯେମିତି ନିଜକୁ କଥା ହଉଛନ୍ତି, ସେ କହୁଛନ୍ତି ହେ ମୋହର ପ୍ରାଣ, କାହା ସହିତ କଥା ହଉଛନ୍ତି? ନିଜର ପ୍ରାଣ ସହିତ। ତୁମେ କାହିଁକି ଶୋକାକୁଳ ହେଉଛ? ଏମିତି ମୋଟିଭେସନ। ନିଜକୁ ସମ୍ଭାଳ,
ନିଜକୁ ତୁମେ କଣ୍ଟ୍ରୋଲ କର ପ୍ରିୟ ମାନେ। ପ୍ରଭୁଙ୍କର ଗୌରବ ହଉ। ଏ ମଝିରେ ଆମ ଜେଜେବାପା ଚାଲିଗଲେ, ମୁଁ ମଧ୍ୟ ବହୁତ ଭାଙ୍ଗି ପଡିଲି, କାରଣ ତାଙ୍କ ସହିତ ମୋର ବହୁତ ବଡ ଆଟାଚମେଣ୍ଟ ଥିଲା। ଟିକେ କୁ ମତେ ଆକା କହିବେ, ପେନସନ ଆଣି ଯିବାର ଅଛି ମୁଁ ନେବି, ମେଡିକାଲ ନେବାର ଅଛି ମୁଁ ନେବି, ରାତିରେ କିଛି ଅସୁବିଧା ହେଲେ ମତେ କବାଟ ମାରିବେ ଆସିକିନା। ଯେତେବେଳେ ସେ ଚାଲିଗଲେ ସେତେବେଳେ ବହୁତ ଦୁଃଖ, ଭୟଙ୍କର ଭାବରେ ମୁଁ କାନ୍ଦୁଛି କାନ୍ଦୁଛି। ଗୋଟେ ରୁମାଲ ଉଦା ହଉଛି, ମୁଁ କହୁଛି ମୋ ରୁମାଲ ଉଦା ହେଇଗଲା, ଆଉ ରୁମାଲ ଦିଅ, ଆଉ ରୁମାଲ ଭିଜେଇକିନା ମୁଁ କାନ୍ଦୁଛି। ଲୋକମାନେ ମତେ ଦେଖି ଛାନିଆ। ମୁଁ ଭାବିଲି ପାଷ୍ଟର ମାନେ କଣ କାନ୍ଦିବେ ନାଇଁ କି, ଭାବୁଥିଲି। ମତେ ଦେଖିନା କଣ କାନ୍ଦୁଛନ୍ତି, ଆମେ ମତେ କାନ୍ଦିବୁ, ଆମେ ଆମେ ଯା ପାଷ୍ଟର, ଆମର ଯା ଲୁହ ଅଛି। ମାତ୍ର ଅନ୍ୟମାନେ ଯୋଉ ପ୍ରକାର ଭାବରେ କାନ୍ଦନ୍ତି ସେମିତି ନାହିଁ। କାନ୍ଦିଲି, ଭଲ ଭାବରେ କାନ୍ଦିଲି। ତା ପଛେ କାନ୍ଦି କାନ୍ଦି ଲୁହ ସରିଗଲା, ଆଉ କିଛି ପାଣି ପଛିକି ପିଇବାକୁ ପିଇଲି, ଆଉ ଥରେ କାନ୍ଦିଲି। ତା ପଛେ ଗାଧେଇ ଆଇଲା ପରେ ମତେ ବେଶୀ କାନ୍ଦୁଛି, ତାକୁ କହି ଗାଧେଇ ଆସିଲା ପରେ ଖାଇବାକୁ ଦିଅ, ଖାଇଲି। ଆମର ସେଇ ପ୍ରକାର ନାହିଁ। ଅନ୍ୟମାନେ ଯୋଉ ଗୋଟେ ଭରସାହୀନ ପରି କାନ୍ଦିକିନା ଏମିତି ଥିବେ, ଆମର ଜାତିର ଲୋକମାନେ ଏମିତି ଗାଲ ଜାଗାରେ ଛିଣ୍ଡେଇ ହଉଥିବେ କାନ୍ଦି କାନ୍ଦି, ଏମିତି ରକ୍ତ ଜାଗାରେ ବାହାରୁଥିବ। ମୁଁ ଭାବୁଥିଲି କାନ୍ଦ କଣ ପାଇଁ, ଲୋକ ମରିଯିବାର କାନ୍ଦ ନା ଏଠି ରକ୍ତ ଯିବାର କାନ୍ଦ, ମୁଁ ବେଳେ ବୁଝିପାରୁନଥିଲି ସେମାନଙ୍କ କାନ୍ଦ। ପ୍ରିୟ ମାନେ, ଆମେ କାନ୍ଦିବାର ଅଛି, ମାତ୍ର ଆମେ ନିଜକୁ ମୋଟିଭେସନ କରିବାର ଅଛି। ଆମେ ଭରସାହୀନ ପରି ଆମର କାନ୍ଦ ଆମର ନଥିବାର ଅଛି। ଆମେ ଗୋଟେ ଆଦର୍ଶ କାନ୍ଦ, ଗୋଟେ ଖ୍ରୀଷ୍ଟିଆନ କାନ୍ଦ ଥିବାର ଅଛି। ମୁଁ ଦେଖେ ଯୋଉମାନେ ପ୍ରକୃତରେ ଶିକ୍ଷିତ ଖ୍ରୀଷ୍ଟିଆନ ମାନେ, ଆତ୍ମିକ ଖ୍ରୀଷ୍ଟିଆନ ମାନେ, କି ଯଦି ମରିଯାଆନ୍ତି ସେମାନେ ଘରକୁ ଯିବେ, ସଫା ଡ୍ରେସ ପିନ୍ଧିବେ, ଧଳା ଡ୍ରେସ ପିନ୍ଧିବେ, ଆଉ ଫ୍ୟୁନରାଲ କୁ ଆସିବେ ପୁରାପୁରି ସଫା ଡ୍ରେସ ପିନ୍ଧିକିନା। ଆଉ ସେମାନେ ଫ୍ୟୁନରାଲ କୁ ଭଲ ଭାବରେ ବୁଝିଛନ୍ତି। ଯେତେବେଳେ କିଏ ଗୋଟେ ମରିଯାଉଛନ୍ତି, ତାହେଲେ ଆମେ କେମିତି ଆମେ ସେ ଫ୍ୟୁନରାଲ କୁ ଯିବାର ଅଛି, ଭରସାହୀନ ପରି ଯିବା କଥା ନୁହେଁ। ଆମେ ସେ ଅଳ୍ପ ଦିନର ବିଚ୍ଛେଦ ନା, ତାପରେ ତ ମେଘମାଳାରେ ସାକ୍ଷାତ ହେବ, ଆଉ ସେଇଟା ମିଶିବା, ଆମେ ସେଇ ପ୍ରକାର ଆନନ୍ଦ ଆମର ରହିଅଛି ପ୍ରିୟମାନେ। ସେଥିପାଇଁ ଆମେ ଏକଲା ଆଗକୁ ବଢିବାଟା ଶିଖିବାର ଅଛି, ଅଟକିବାର ନାହିଁ। ଆମକୁ ଅଟକେଇବା ପାଇଁ ବିଭିନ୍ନ ପ୍ରକାର ଅବଷ୍ଟାକଲ ଆସିବ, ବହୁତ ପ୍ରକାର ଅବଷ୍ଟାକଲ ଆସିବ, ମାତ୍ର କୌଣସି ସ୍ଥାନରେ ଆମକୁ ଅଟକେଇବାର ନାହିଁ। ହେ ମୋର ପ୍ରାଣ, ତୁମେ କାହିଁକି ଶୋକାକୁଳ ହେଉଛ, ପୁଣି ତୁମେ କାହିଁକି ମୋ ଅନ୍ତରରେ ଅସ୍ଥିର ହେଉଅଛ। କି ପ୍ରକାର କଥା! ସେ ତାଙ୍କର ପ୍ରାଣଟା ଭିତରେ ଅସ୍ଥିର ହେଇଯାଉଛନ୍ତି। ସେତେବେଳେ ସେ ପ୍ରାଣକୁ କହୁଛନ୍ତି, ତୁମେ ପରମେଶ୍ୱରଙ୍କ ଠାରେ ଭରସା ରଖ। କାହାକୁ? ନିଜ ସ୍ତ୍ରୀକୁ ନାହିଁ, ନିଜର ପଡିଶା ଘର ଲୋକକୁ ନାହିଁ, ନିଜ ବିଶ୍ୱାସୀକୁ ନାହିଁ, ନିଜକୁ କହୁଛନ୍ତି। ନିଜକୁ କହୁଛନ୍ତି, ଆମେ ନିଜକୁ ଆମେ କହିବାର ଅଛି। ତୁମେ କାହିଁକି ତୁମେ ସେମିତି ହଉଛ? ପରମେଶ୍ୱରଙ୍କ ଠାରେ ଭରସା ରଖ, କାରଣ ମୁଁ ପୁନର୍ବାର ତାହାଙ୍କ ପ୍ରଶଂସା କରିବି। ସେ ମୋ ମୁଖର ପ୍ରସନ୍ନତା ଓ ପରମେଶ୍ୱର ମୋହର ପରମେଶ୍ୱର ଅଟନ୍ତି। ପ୍ରଭୁଙ୍କର ଗୌରବ, ମୋର ମୁଖର ହସ, ମୋର ଆନନ୍ଦ କିଏ? ପରମେଶ୍ୱର। ଆମେ ଗୀତରେ ଗାଉଛୁ, ଜୀବନ କି ଖୁସିଆ ତୁ ହି ହେ। ଆମମାନଙ୍କ ଜୀବନର ଖୁସି ଆମର ପରମେଶ୍ୱର ଅଟନ୍ତି, ସେ ଆମର ଖୁସି ଅଟନ୍ତି। ପ୍ରିୟମାନେ, ଆମମାନଙ୍କର କୌଣସି ପ୍ରକାର ମେଟେରିଆଲ ବିଷୟ ଆମମାନଙ୍କର ଜୀବନର ଖୁସି ନାହିଁ। ଆମମାନଙ୍କର ପରମେଶ୍ୱର ହିଁ ଆମର ଖୁସି, ସେ ହିଁ ଆମର ଆନନ୍ଦ। ସେଥିପାଇଁ ଗୀତ ରଚକ କହନ୍ତି, ତୁମ୍ଭେ ମୋହର ବାଣ୍ଟ ସ୍ୱରୂପ। ଅନ୍ୟକୁ କଣ କଣ ମିଳିଲା ମତେ ଜଣା ନାହିଁ, ମାତ୍ର ମତେ ପରମେଶ୍ୱର ମିଳିଗଲେ। ମୋର ଭାଗରେ ପରମେଶ୍ୱର ପଡିଲେ, ସେଇଟା ଆମର ବାଣ୍ଟ। ଅମ୍ବାନୀକୁ କଣ ମିଳିଲା? ବଡ ବଡ ଗାଡି ବଙ୍ଗଲା ଅମୁକ ସମୁକ ମିଳିଲା। ଟାଟା ବିର୍ଲା ମାନଙ୍କୁ କଣ କଣ ମିଳିଛି, ମାତ୍ର ଆମର ବାଣ୍ଟରେ ପରମେଶ୍ୱର ଆସିଛନ୍ତି। ଆମର ଭାଗରେ ଆମର ପରମେଶ୍ୱର ଅଛନ୍ତି, ସେଇଟା ଆମ ପାଇଁ ବହୁତ ବଡ ଧନ। ସେଥିପାଇଁ ସେ କହୁଛନ୍ତି, ତୁମେ ମୋ ମୁଖର ପ୍ରସନ୍ନତା, ତୁମେ ମୋ ପାଖରେ ଅଛ। ସେଥିପାଇଁ ଆମେ ବହୁତ ଖୁସି, ବହୁତ ଆନନ୍ଦ। ନିଜକୁ ସେ ମୋଟିଭେସନ କରୁଛନ୍ତି, ମୋଟିଭେସନ କରି ସେ ଆଗକୁ ବଢୁଛନ୍ତି। ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ବାହାନା ମଧ୍ୟ ଆମେ କରିଥାଉ। ଦେଖନ୍ତୁ, ପଦ ଗୋଟେ ପଢିବା, ମାନେ ଯାତ୍ରା ପୁସ୍ତକରୁ 4 ଅଧ୍ୟାୟରେ ଗୋଟେ ପଦ ପଢିବା। ଆମକୁ ଆଗକୁ ବଢିବାର ଅଛି, ଯେମିତି ହେଲେ ମଧ୍ୟ ଆଗକୁ ବଢିବାର ଅଛି। ମଶାଙ୍କୁ ପ୍ରଭୁ ଡାକୁଛନ୍ତି ସେବା କାର୍ଯ୍ୟ ପାଇଁ, ଆଗକୁ ବଢିବା ପାଇଁ ସେ ଡାକୁଛନ୍ତି। ମାତ୍ର ମଶା କଣ କହୁଛନ୍ତି? 10 ପଦରେ ପଢୁଛି, ଅନନ୍ତର ମଶା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଅବା ଆପଣ ନିଜ ଦାସ ପ୍ରତି ଆଳାପ କଲାଉତାରେ ହିଁ ମୁଁ ବାକ୍ୟ ପ୍ରତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଢ ଜୀବ ଅଟେ।
ତୁମେ ପାଷ୍ଟର ହେବ, ତୁମେ ସେବା କରିବ, ଆଉ ଅନେକ ଲୋକଙ୍କୁ ପ୍ରଭୁଙ୍କ ମାର୍ଗରେ କଢେଇ ନେବ। ସେଇ ସମୟରେ ମୂଷା କହୁଛନ୍ତି, ପ୍ରଭୁ ଟିକେ ଭୁଲ କରୁନ କି ତୁମେ? ତୁମର ଟିକେ ଭୁଲ ପରି ମତେ ଲାଗୁଛି। ପାଷ୍ଟର ହେବାର ଅଛି ବୋଲି କହିଲେ ଓ ଭୟଙ୍କର ବକ୍ତା ହେଇଥିବାର ଅଛି, ଫାଇଁ 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 କହିପାରୁଥିବାର ଅଛି। ମତେ ଦେଖ, ମୁଁ ତ ଗୋଟେ ତତଲା ଜଳ ଯିବା, ମୁଁ କହିପାରୁନି, ବାହାନା କରୁଛନ୍ତି, ମତେ ହେବ ନାହିଁ। ଆମେ ଅନେକ ସମୟରେ ଆମକୁ ପ୍ରଭୁ ବାଛିଛନ୍ତି। ମୁଁ ସଣ୍ଡେ ସ୍କୁଲ ଟିଚର, ଏବେ ଯେ ଗୀତ ଗାଇ ଜଣା ନାହିଁ, ମାତ୍ର ମୁଁ ଦୀର୍ଘ ବର୍ଷ ଧରି ସଣ୍ଡେ ସ୍କୁଲ ଟିଚର। ମୁଁ ଗୋଟେ ଦୁନିଆର ଫାଷ୍ଟ ଟିଚର ଥିବି ଯାହାକୁ କି ଗୀତ ଠିକରେ ଗାଇ ଜଣା ନାହିଁ, ହେଲେ ମଧ୍ୟ ମୁଁ ସଣ୍ଡେ ସ୍କୁଲ ଟିଚର। ମୋର ସଣ୍ଡେ ସ୍କୁଲରେ ଅନେକ ପୁଅ ଝିଅ ମାନେ ପରିତ୍ରାଣ ପାଇଛି। ମୁଁ ଏକ୍ସକ୍ୟୁଜ କରି ନାହିଁ। ଓକେ, ପ୍ରଭୁ ମତେ ଡାକିଛନ୍ତି, ବୋଝ ଅଛି ଏ ଯୁବା ପୁଅ ଝିଅ ମାନଙ୍କୁ ଆଗକୁ ବଢେଇ ନେବାର ଅଛି। ତା ପଛେ ପ୍ରଭୁ ମୋର ସଣ୍ଡେ ସ୍କୁଲରେ ମୋର ବିଶ୍ୱସ୍ତତା ଦେଖିଲେ, ଓକେ ସଣ୍ଡେ ସ୍କୁଲ ଏତେ ଭଲ ଚଲାଉଛୁ, ତାହେଲେ ତତେ ମୁଁ ପାଷ୍ଟର କରିଦେବି। ମତେ ପାଷ୍ଟର କରିଦେଲେ, ଏ ପାଷ୍ଟର ମୁଁ ଅଛି। ମୁଁ ଭଲ ଭାବରେ କଥା କହି ଜାଣେ ନାହିଁ, ମୁଁ ଭଲ ଭଲ ବକ୍ତା ନାହିଁ, ସେଥିପାଇଁ ମତେ ବହୁତ ଲୋକ ଡାକିବେ ନାହିଁ। ମତେ କୌଣସି ଯାଇ ଆସେ ନାହିଁ। ମତେ ତାଙ୍କୁ ଡାକୁଛନ୍ତି, ମୋର କୌଣସି କାହାକୁ କିଏ ଡାକୁଛନ୍ତି ମୋର ଯାଇ ଆସେ ନାହିଁ। ଅନେକ ଜଣ ମତେ ଡେଟ୍ ଦେଇଥିବେ, ଡେଟ୍ ମତେ କ୍ୟାନସଲ କରିଦେବେ, ସେଇ ଡେଟ୍ ଅନ୍ୟ କାହାକୁ ଡାକିଦେବେ। ଓକେ ଠିକ ଅଛି, ତମର କାମ ତୁମେ କର। ମୁଁ କୌଣସି ପ୍ରକାର ମିଟିଂକୁ କେବେ ହେଲେ ମଧ୍ୟ ସମ୍ମାନ ପଇସା ପାଇବା ପାଇଁ ମୁଁ ଯାଏନି, ଆଉ ମତେ ଆବଶ୍ୟକ ମଧ୍ୟ ସେ ସବୁ ନାହିଁ। ପ୍ରିୟମାନେ, ଆମେ ଏକଲା ଆମକୁ ଆଗକୁ ବଢିବାର ଅଛି। ଏକଲା ଏକଲା ଆମେ ଆଗକୁ ବଢିବାର ଅଛି। କୌଣସି ବାହାନା ଚଳିବରେ। ମଶା ବାହାନା କରୁଛନ୍ତି। ଆମେ ଅନେକ ସମୟରେ ବାହାନା କରିଥାଉ। ଆମର ଚର୍ଚ୍ଚରେ ଜଣେ ଆମର ଦାଦା ଅଛନ୍ତି, ତାଙ୍କ ପାଖରେ ମୋବାଇଲ ନାହିଁ ତାଙ୍କର, ମାତ୍ର ଆମର ମର୍ଣ୍ଣିଂରେ ଯୋଉ ଜୁମ ହଉଛି ବାଇବଲ ଟ୍ୟୁଟର୍ସ, ପ୍ରତି ଜୁମରେ ସେ ଥିବେ। ମୋ ପାଖରେ ତ ମୋବାଇଲ ନାହିଁ, ମୁଁ କେମିତି ଯାଇପାରିବି? ଯାହା ପାଖରେ ମୋବାଇଲ ଅଛି ତା ପାଖକୁ ଯାଉ, ତା ପାଖକୁ ଯିବାର ଅଛି। ତା ପାଖକୁ ଯାଇକିନା ସେ ସାଇଡରେ ବସିଥିବେ। ତାଙ୍କୁ ଆମର ବକ୍ତା ଦେଖିବେ ନାହିଁ, କି ମୁଁ ଦେଖିବି ନାହିଁ, କି ଆମର ବାଇବଲ ଲଭର ଟ୍ୟୁଟର୍ସ କିଏ ଦେଖିବେ ନାହିଁ, ମାତ୍ର ସ୍ୱର୍ଗର ପରମେଶ୍ୱର ତାଙ୍କୁ ସବୁବେଳେ ଦେଖୁଛନ୍ତି, ସବୁବେଳେ ତାଙ୍କୁ ଦେଖୁଅଛନ୍ତି। ସେଇଟା ବଡ କଥା ପ୍ରିୟମାନେ। ଏକଲା ଆଗକୁ ବଢିବା, କୌଣସି ବାହାନା ନାହିଁ। ମୁଁ ତତଲାଟା, ମୁଁ ଗୀତ ଗାଇପାରେ ନାହିଁ, ହଁ ମୋ ପାଖରେ ଇଂଲିଶ ନଲେଜ କିଛି ନାହିଁ। ମୋ ପାଖରେ ଇଂଲିଶ ନଲେଜ କିଛି ନଥିଲା, କହିଲେ ମୁଁ ଟ୍ରାନ୍ସଲେସନ କରିବି, କହିଲି ତ ଟ୍ରାନ୍ସଲେସନ। ମୁଁ କଣ କହୁଛି ମାତ୍ର ସବୁ ବୁଝି ଦଉଛନ୍ତି। ମାନେ ଆମକୁ କୌଣସି ପ୍ରକାର ବାହାନା ନାହିଁ, ଆଗକୁ ଆମକୁ ବଢିବାର ଅଛି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ମୁଁ ତ ଝିଅ ପିଲା ହେଲେ କଣ ହେଲା, ପ୍ରଭୁ କଣ ବ୍ୟବହାର କରିବେନି? ସବୁକୁ ବ୍ୟବହାର କରିବେ। ଡେଙ୍ଗା ଲୋକକୁ ବ୍ୟବହାର କରୁଛନ୍ତି, ବାଙ୍ଗଲା ଲୋକକୁ ବ୍ୟବହାର କରୁଛନ୍ତି, ସବୁକୁ ବ୍ୟବହାର କରିବେ। ଆମକୁ ଏକ୍ସକ୍ୟୁଜ ନ କରି ଆମେ ଆଗକୁ ବଢିବାର ଅଛି। ଯେତେବେଳେ ନୂଆରେ ପରିତ୍ରାଣ ପାଇଲି, ପରିତ୍ରାଣ ପାଉ ପାଉ ମୁଁ ଗୋଟେ ପ୍ରେୟର ସେଲ ତିଆରି କଲି। ମୁଁ ତ ପରିତ୍ରାଣ ପାଇଛି, ଲୋକମାନେ ମଧ୍ୟ ପରିତ୍ରାଣ ପାଇବାର ଅଛି, ସାଙ୍ଗେ ସାଙ୍ଗେ ଗୋଟେ ପ୍ରେୟର ସେଲ ତିଆରି କଲି। ବାଇବଲ ପ୍ରଚାର କରିବା ଜଣା ନାହିଁ, ଗୀତ ଲିଡ୍ କରିବା ଜଣା ନାହିଁ, ମାତ୍ର ଆତ୍ମା ବଞ୍ଚେଇବାର ଗୋଟେ ବୋଝ ଗୋଟେ ଥିଲା, ଚଲେଇଲି। ପ୍ରଭୁଙ୍କର ଗୌରବ ହଉଥିଲେ। ଆମକୁ ଏକଲା ଏକଲା ଆମକୁ ଆଗକୁ ବଢି ବଢିକିନା ଯିବାର ଅଛି। ସେ ଯେ ଜଳ ଜୀବ ବୋଲେ ଆମେ ତ ପରମେଶ୍ୱର କହୁଛନ୍ତି 11 ପଦରେ, ତ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛି, ତୁ କଣ ବାବୁ ମତେ ଶିଖାଉଛୁ? ହଁ, ଦୁନିଆରେ ଯୋଉ 800 କୋଟିରୁ ଉର୍ଦ୍ଧ୍ୱ ଲୋକ ଅଛନ୍ତି, ସେମାନଙ୍କ ପାଟି ମୁଁ ଏକା ତିଆରି କରିଛି। ତୁ ତତଲା ବୋଲି ମତେ ଜଣା ନାହିଁ? ତତଲା ହେଲେ ମଧ୍ୟ ଯିବାକୁ ପଡିବ, ଆମ ଲୋକମାନଙ୍କୁ ରକ୍ଷା କରିବାକୁ ପଡିବ, ଫାର ସମ୍ମୁଖରେ ଠିଆ ହେବାକୁ ପଡିବ। ଦେଖନ୍ତୁ, ଏ ତତଲା ଦୁନିଆର ସବୁଠୁ ପାୱାରଫୁଲ ରାଜା ଫାରକୁ ହଲେଇ ଦଉଛନ୍ତି। କାହିଁକି? ପରମେଶ୍ୱର ପଠାଉଛନ୍ତି। ସେଇଟା ମୁଁ କହିବା ପାଇଁ ଚାହେଁ। ଅଶିକ୍ଷିତ ମୂର୍ଖ ପିତର କେବେ ସ୍କୁଲ ଯାଇନାହାନ୍ତି, ଗୋଟେ ପ୍ରଚାରରେ 3000 ଲୋକ ପରିବର୍ତ୍ତନ। ଆଜି ଯାଏ ସେମିତି କିଏ କରିପାରୁନାହାନ୍ତି। ଗୋଟେ ପ୍ରଚାର, ସେଟା ହଉଛି ୱାର୍ଲଡ ରେକର୍ଡ। ସେଟା ଗୋଟେ ପ୍ରିଚିଂ 5 ମିନିଟ କି 10 ମିନିଟ ର ପ୍ରିଚିଂ ରେ 3000 ଲୋକ ଧାଇଁ ପଳେଇ ଆସିଲେ ବାପ୍ତିସ୍ମ ଦେବା ପାଇଁ। ହାତ କେତେ ବଥେଇଥିବେ, ଏତେ ଲୋକ ବାଟରେ ପଳେଇ ଆସେ। ଏକଲା ଆମକୁ ଆଗକୁ ବଢିବାକୁ ପଡିବ, କୌଣସି ପ୍ରକାର ବାହାନା ନାହିଁ। ଆମେ ଏକଲା ଏକଲା ଆଗକୁ ବଢି ବଢିକିନା ଆମକୁ ଯିବାକୁ ପଡିବ। ସେତେବେଳେ ସେ କହୁଛନ୍ତି, ମନୁଷ୍ୟର ମୁଖ କିଏ ନିର୍ମାଣ କରିଅଛି? ପୁଣି ମନୁଷ୍ୟକୁ ମୁଖ ବା ବଧିର ବା ଦୃଷ୍ଟି ବିଶିଷ୍ଟ ବା ଦୃଷ୍ଟିହୀନ କିଏ କରଇ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ? ଏଣୁ ଏବେ ଯାଅ, ଆଉ ରୁହ ନାହିଁ, ବସି ରୁହ ନାହିଁ, ଏକଲା ଆଗକୁ ବଢ। ଏବେ ଯାଅ, ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମକୁ ଶିଖେଇବା।
ଏକଲା ଏକଲା ଆଗକୁ ବଢିବାର ଶିକ୍ଷା। ଆମକୁ କେହି ଏନକରେଜ ନ କଲେ ମଧ୍ୟ ନିଜେ ନିଜକୁ ଆମେ ଏନକରେଜ କରି ଆମେ ପ୍ରଭୁଙ୍କ ମାର୍ଗରେ ଆଗକୁ ଆଗକୁ ବଢି ବଢି ଯିବାର ଅଛି। ଛାଡିଦେବେ ନାଇକି, ଛାଡିଦେବେ ପିତା ଓ ମାତା ନିଜ, ଭଗ୍ନୀ ଓ ବା ସହୋଦର, ମାତ୍ର ଈଶ୍ୱର ପ୍ରେମ କେବେ ଛାଡେନି, କେବେ ଛାଡିବନି। ତାଙ୍କୁ ଧରନ୍ତୁ, ଜାବୁଡିକିନା ଧରି ଆମେ ତାଙ୍କୁ ସମ୍ମୁଖରେ ରଖି ଆମେ ଆଗକୁ ଆଗକୁ ବଢିବାର ଅଛି। ଗଲିଆତ ଯେତେବେଳେ ପଳେଇ ଆସିଛି, ସେଇ ସମୟରେ କେହି ମଧ୍ୟ ଗଲିଆତ ସହିତ ଫାଇଟ କରିବା ପାଇଁ ଯାଉନାହାନ୍ତି। ଏ ପଦଟା ମୁଁ ପଢୁଛି ଆପଣ ମାନଙ୍କ ପାଇଁ। ସମସ୍ତେ ଥରଥର 16-17 ଅଧ୍ୟାୟ ପ୍ରଥମ ସମୟ, ଯେତେବେଳେ ଗଲିଆତ ସାମ୍ନାକୁ ପଳେଇ ଆସିଛି, ଗଲିଆତ ସହିତ ଯୁଦ୍ଧ କରିବା ପାଇଁ କେହି ନାହିଁ। କାହିଁକି? ଗଲିଆତର ଯୋଉ କଥା ଥିଲା, ଗଲିଆତ କହୁଥିଲା, ଦେଖ ତୁମେ ତ ଏତେ ଲୋକ ଅଛ, ଏତେ ଲୋକ ଆମେ ଗଣ୍ଡଗୋଳ ଲାଗିବା ନାହିଁ, ତୁମର ଭିତରୁ ଜଣେକୁ ବାହାର କର। ଦୁଃଖର ବିଷୟ କଣ, ଏଣ୍ଟାୟାର ସାଉଲଙ୍କ ସୈନ୍ୟ ଶ୍ରେଣୀରେ ଜଣେ ଲୋକ ଗଲିଆତକୁ ସାମ୍ନା କରିବା ପାଇଁ ନଥିଲେ। ଦଳ ହେଇକି ତ ସମସ୍ତେ ପଳେଇ ଯିବେ, ଏକଲା ଏକଲା ଯିବାର ଅଛି। ତାର ଟେକ୍ନିକ ଚେଞ୍ଜ କଲା, ଦଳ ହେଇ ଆସିଲେ ହେବ ନାହିଁ, ଜଣେ ଆସ, ଜଣେ ଆସ ମୋ ସାମ୍ନା କରିବା ପାଇଁ, ଜଣେ। ସେତେବେଳେ କେହି ଗଲେ ନାହିଁ। ସେତେବେଳେ ଦାଉଦ ସେ ଯାଉଛନ୍ତି, 32 ପଦ ଲେଖାଗଲା, ଏଥିରେ ଦାଉଦ ସାଉଲଙ୍କୁ କହିଲେ, ତାହା ସକାଶୁ କାହାରି ହୃଦୟ ନିରାଶ ନ ହେଉ, ଆପଣଙ୍କ ଦାସ ଯାଇ ସେଇ ପଲେଷ୍ଟେଇ ସଙ୍ଗେ ଯୁଦ୍ଧ କରିବେ। ଏକଲା ଯିବା ପାଇଁ ପ୍ରସ୍ତୁତ, କୌଣସି ଟ୍ରେନିଂ ନାହିଁ, କିଛି ନାହିଁ, ମାତ୍ର ମୁଁ କହିଲି ମୁଁ ଏକଲା ଯିବି। କଣ ପାଇଁ? ମତେ ମେଡାଲ ଦରକାର ନାହିଁ, ରାଜାଙ୍କର ସ୍ତ୍ରୀ ଝିଅ ଦରକାର ନାହିଁ, ରାଜାଙ୍କର ଜ୍ୱାଇଁ ହେବା ଦରକାର ନାହିଁ, ମାତ୍ର ଏଇ ଯୋଉ ଗଲିହାତ ଏ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଶ୍ରେଣୀକୁ ତୁଚ୍ଛ କରୁଛି, ଆଉ ସେଟା ମୁଁ ସହ୍ୟ କରିପାରିବି ନାହିଁ। ମୋ ପାଖରେ କୌଣସି ପ୍ରକାର ଟ୍ୟାଲେଣ୍ଟ ନାହିଁ, ବଡ ମସଲ୍ସ ନାହିଁ, କି କୌଣସି ପ୍ରକାର ଟ୍ରେନିଂ ମୁଁ ନେଇ ନାହିଁ, ମାତ୍ର ମତେ ବାଧୁଛି। ମଲେ ମରିଯିବି, କି ଯାଏ ଆସା ନାହିଁ, ମାତ୍ର ମୁଁ ଆଗକୁ ବଢିବାକୁ ଛାଡିବି ନାହିଁ। ମୋର ପରମେଶ୍ୱର ଅପମାନ ହଉଥିଲେ ମୁଁ ତୁନି ରହିବି ନାହିଁ। ସେ ସେତେବେଳେ ସାଉଲ କଣ କହୁଛନ୍ତି 33ରେ, ତହିଁରେ ସାଉଲ ଦାଉଦଙ୍କୁ କହିଲେ, ତୁମେ ସେଇ ପଲେଷ୍ଟେଇ ବିରୁଦ୍ଧରେ ଯାଇ ତାହା ସଙ୍ଗେ ଯୁଦ୍ଧ କରି ପାରିବ ନାହିଁ। ଏହାର ଅର୍ଥ କଣ? ମୁଁ ତ ପାରୁନାହିଁ ବୋଲି ତୁମେ କଣ ପାରିବ? ଅଛନ୍ତି କେତେ ଜଣ, ମୁଁ ତ ପାରୁନାହିଁ ବାବୁ, ଏତେ ଭୟଙ୍କର ପାୱାରଫୁଲ, ତୁମେ କଣ ପାରିବ? ମୁଁ ତ ଇସ୍ରାଏଲର ଡେଙ୍ଗା ଲୋକ, ତୁମେ ତ ବୁଟି ଲୋକ, ତ ମୁଁ ତ ପାରୁନାହିଁ ବୋଲେ ଲୋକମାନଙ୍କର ଆମକୁ ନିରାଶ କରିବା ପାଇଁ ସବୁବେଳେ ଜଗିଥିବେ, ଡିସ୍କରେଜ କରିବା ପାଇଁ ଲୋକମାନେ ଜଗିଥିବେ। ଏ ସାଉଲଙ୍କର ଅସୁବିଧା କଣ? ଯୁଦ୍ଧ କରୁଣୁ ହାରିବା ଲୋକ ଆଙ୍କେ କେତେ ଜଣ ଅଛନ୍ତି, ଯୁଦ୍ଧ ନ କରୁଣୁ ଆକା ହାରିଯିବେ। ଏ ସାଉଲ ସେ ପ୍ରକାର ଥିଲେ, ଯୁଦ୍ଧ ନ କରୁଣୁ ଆକା ଇଏ ହାରି ଯାଇଥିଲେ। ଆଉ ଏମିତି ଲୋକ ସହିତ ସେ ଥିଲେ, ସେ ଡିସ୍କରେଜ ଆକା କରିବେ। ସେ କହିବେ ତୁମେ ପାରିବ ନାହିଁ, କାରଣ ତୁମ୍ଭେ ତ ଯୁବା, ତୁମେ ତ ଭେଣ୍ଡିଆ ପିଲା, ଆଉ ମାତ୍ର ସେ ଯୌବନାବଧି ଯୋଦ୍ଧା, ତା ପାଖରେ ବହୁତ ଏକ୍ସପିରିଏନ୍ସ ଅଛି, ତୁମେ ପାରିବ ନାହିଁ, ତୁମର ଦେଇ ହେଇପାରିବ ନାହିଁ। ମାତ୍ର ଦାଉଦ ସେ ପଛକୁ ହଟିବା ଲୋକ ନୁହେଁ। ଆମକୁ କହିବା ପାଇଁ ଚାହେଁ, ଯେତେ ଡିସ୍କରେଜମେଣ୍ଟ ଆପଣଙ୍କ ଜୀବନରେ ଆସିଲେ ମଧ୍ୟ ଆପଣ ପଛକୁ ହଟାନ୍ତୁ, ଆପଣ ଆଗକୁ ବଢି 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 ଚାଲନ୍ତୁ। ଲେଖାଗଲା 34 ପଦରେ, ତ ଦାଉଦ ସାଉଲଙ୍କୁ କହିଲେ, ଆପଣଙ୍କ ଦାସ ଆପଣାର ପିତାର ମେଷପଲ ଚରାଉଥାଏ, ପୁଣି କୌଣସି ସମୟରେ ଗୋଟିଏ ସିଂହ କି ଗୋଟିଏ ଭାଲୁ ଆସି ପଲ ମଧ୍ୟରୁ ଛୁଆ ଘେନିଗଲେ ବାପା ବାପା ବୋଲି ଚିଲ୍ଲାଏ ନାହିଁ। କେତେ ଜଣ ଅଛନ୍ତି, ବାପା ବାପା ମା ମା, ବାହା ହେଇଯାଇଥିବେ ସିନା ବାପା ବାପା ଛାଡୁନଥିବେ, ବାହା ହେଇଯାଇଥିବେ ସିନା ମା ମା ଛାଡୁନଥିବେ। ଏମିତି ଲୋକମାନେ ଅଛନ୍ତି। ଇଏ ବାପା ବାପା ଚିଲେଇଲେ ନାହିଁ, କଣ କଲେ? ମୁଁ ତାହା ପଛେ ଗୋଡେଇ ତାକୁ ମାରି, ଏକଲା ଦାଉଦ ଏକଲା ଯାଇଛନ୍ତି ସିଂହକୁ ମାରିବା ପାଇଁ, ଭାଲୁକୁ ମାରିବା ପାଇଁ। ମୁଁ ତାହା ପଛେ ଗୋଡେଇ ତାକୁ ମାରି ତା ମୁଖରୁ ଛୁଆକୁ ରକ୍ଷା କରେ, ପୁଣି ସେ ମୋ ଉପରକୁ ଉଠିଲେ ମୁଁ ତାହାର ଦାଢି ଧରି ତାହାକୁ ମାରି ବଧ କରେ। ଆପଣଙ୍କର ଦାସ ସିଂହ ଭାଲୁ ଉଭୟକୁ ବଧ କରିଅଛି, ପୁଣି ଏଇ ଅସୁନତ ପଲେଷ୍ଟେଇ ସେମାନଙ୍କର ଗୋଟିକ ପରି ହେବ, କାରଣ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଶ୍ରେଣୀକୁ ତୁଚ୍ଛ କରିଅଛି। ପ୍ରଭୁଙ୍କର ଗୌରବ। ଏକଲା ଆଗକୁ ବଢିବାକୁ ଶିଖିବା। ମୋର ଆପଣ ମାନଙ୍କୁ ଏନକରେଜ କରିବାର ଉଦ୍ଦେଶ୍ୟ କଣ? ଏକଲା ପ୍ରାର୍ଥନା କରନ୍ତୁ। କିଏ ପ୍ରାର୍ଥନା ନ କଲେ ନାହିଁ, ଘରେ କିଏ ଉପବାସ କରୁନାହାନ୍ତି, ଏକଲା କରନ୍ତୁ। ଆପଣଙ୍କ ସାଙ୍ଗରେ କିଏ ଚାଲୁନାହାନ୍ତି, ଆପଣ ଏକଲା ଚାଲନ୍ତୁ।
ଆପଣ ଯଦି କୋଉ କଲେଜରେ ଅଛନ୍ତି ସମସ୍ତେ ଗୋଟେ ସାଇଡ ହେବେ, ଆପଣ ଏକଲା ହିଁ ପବିତ୍ର ଜୀବନ ଯାପନ କରନ୍ତୁ। ସମସ୍ତେ ଫାଲତୁ କଥାରେ ହସୁଥିବେ, ଆପଣ ଏକଲା ରୁହନ୍ତୁ, ସେ ଗହଳି ବତିକୁ ଯିବାକୁ ନାହିଁ। ସମସ୍ତଙ୍କ ଡ୍ରେସ ଗୋଟେ ନୂଆ ମଡେଲ ଥିବ, ଆପଣ ଗୋଟେ ଅଲଗା ଡ୍ରେସ ପିନ୍ଧନ୍ତୁ, ଆପଣ ପ୍ରଭୁଙ୍କ ପଛରେ ଚାଲନ୍ତୁ। ପ୍ରିୟମାନେ, ଆମେ ଯୋଉ ସେବାରେ ଆମେ ଅଛୁ, ଆମକୁ ଏକଲା ଆଗକୁ ବଢିବାକୁ ପଡିବ। ଏ ରାସ୍ତା ହିଁ ସେମିତି ସଂକୀର୍ଣ୍ଣ ରାସ୍ତା। ଏ ସଂକୀର୍ଣ୍ଣ ରାସ୍ତା ଲୋକ ଗହଳି ରାସ୍ତା ନୁହେଁ, ଏଇଟା ଗୋଟେ ଦୁର୍ଗମ ପଥ। ଏଠି ଏକଲା ଏକଲା ଆମକୁ ଚାଲିବାକୁ ପଡିବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଆମେ ଯେ ପ୍ରକାର ଭାଙ୍ଗି ନ ପଡୁ, ଆମେ ଇଏ ଛାଡିଦେଲେ ସିଏ ଛାଡିଦେଲେ ଏଇ ପ୍ରକାର ହତାଶ ନିରାଶ ନ ହେଇ ଆମେ ଗୋଟେ ନିଷ୍ପତ୍ତି ନେବା। ପ୍ରଭୁ କି ଆସନ୍ତୁ କି ନ ଆସନ୍ତୁ, ମୁଁ ବଢିବି। ମୁଁ କୌଣସି ପ୍ରକାର ନିରାଶ ହେବି ନାହିଁ, କୌଣସି ପ୍ରକାର ବାହାନା କାଢିପାରିବି। ଗିଦିୟନକୁ ପ୍ରଭୁ ଡାକିଲେ। ଗିଦିୟନ କହିଲେ, ତୁ ଜାଣିନ କି ମୁଁ ସବୁଠୁ ସାନ, ଆମର ବଂଶ ଇସ୍ରାଏଲ ମଧ୍ୟରେ ସବୁଠୁ ସାନ। ସେ କହିଲେ, ତୁମେ ସାନ ବୋଲି ତୁମେ କାହିଁକି କହୁଛ? ତୁମେ ଯାଅ, ଏଇ ବଳରେ ଯାଇକିନା ତୁମେ ଇସ୍ରାଏଲକୁ ଉଦ୍ଧାର କର। ପରମେଶ୍ୱର କହିଲେ, ଆମେ ତୁମ ସାଙ୍ଗରେ ରହିବୁ, ତୁମେ ଯାଅ, ତୁମେ ଉଦ୍ଧାର କର। ଆଜି ପରମେଶ୍ୱର ଆମକୁ କହୁଛନ୍ତି, ସାନ ବଡ ଆମଙ୍କର କୌଣସି ମାଇନେ କରୁନି। ଆଗକୁ ବଢିବାର ଅଛି, ଏକଲା ଆଗକୁ ବଢିବାର ଅଛି। ଯୋଉ ସମୟରେ ଗୀତ ରଚକ କହନ୍ତି, ଯେତେବେଳେ ଲୋକମାନେ ମତେ କହିଲା ସଦାପ୍ରଭୁଙ୍କ ଗୃହକୁ ଯାଉ, ମୁଁ ଆନନ୍ଦିତ ହେବି। ଲୋକ ନ କହିଲେ ମଧ୍ୟ ଆମେ ଏକଲା ଏକଲା ଯିବାର ଅଛି। ଆମେ ଲୋକ କହିଲେ ଏକା ଆମେ ଆନନ୍ଦିତ ହେବା କଥା। ଆମେ ଗୀତ ଗାଇଲୁ, ଆମେ ତାଳି ନ ମାରିଲେ ମଧ୍ୟ ଆମେ ଆଉ ଥରେ ଗୀତ ଗାଇବାକୁ ଠିଆ ହେବାର ଅଛି। ଆମେ ବାକ୍ୟ କହିଲୁ, ବାକ୍ୟ ସରିଲା ପରେ ଆମକୁ କେହି ପ୍ରଶଂସା ନ କଲେ ମଧ୍ୟ ଆଉ ଥରେ ଆମକୁ କହିବାର ଅଛି। ଆମେ ଅନେକ ଥର ପ୍ରଚାର କରିଛୁ, ଆମକୁ କେହି କିଛି ପ୍ରଶଂସା କରିନାହାନ୍ତି, ହେଲେ ମଧ୍ୟ କିଏ ନ କଲେ କଣ ହେଲା? କାରଣ ପ୍ରଶଂସାର ଅପେକ୍ଷାରେ ପ୍ରଚାର କରୁନାହୁଁ, ନିଜେ ନିଜେ ପ୍ରଚାର କରିବା। ଗୋଟେ ରୋଷେଇ କରିଦେଲୁ, ଲୋକ ଖାଇଲେ, ଖରାପ ହେଇଗଲା, ଆଉ ଗୋଟେ ରୋଷେଇ କରିବାକୁ ଶିଖ, ଆଉ ଗୋଟେ ଶିଖ। 2-3 ଥର ହେଲା ପରେ ତ ରୋଷେଇ ଠିକରେ ହେଇଯିବ। ସେଇ ପ୍ରକାର ଭାବରେ ଆମେ ଆଗକୁ ବଢିବା। ଆସନ୍ତା ପ୍ରାର୍ଥନା କରିବା ପାଇଁ ଯିବା। ପରମେଶ୍ୱର ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ, ଆଉ ଏକଲା ଆଗକୁ ବଢୁ। ମିଶିକିନା ବଢିବାଟା ଖରାପ ନୁହେଁ, ମାତ୍ର ଯେତେବେଳେ କେହି ଆମ ସହିତ ରହିବେ ନାହିଁ, କେହି ଆମ ସହିତ ଯିବେ ନାହିଁ, ସେତେବେଳେ ମଧ୍ୟ ଆମେ ରହିଯିବା କଥା। ଆମେ ନିରୋଳାରେ ଚାଲିବା। ମଶା ଏକଲା ଗଲେ, ହନକ ଏକଲା ପରମେଶ୍ୱରଙ୍କ ସହିତ ଚାଲିଲେ, ଦାନିଏଲ ପରମେଶ୍ୱରଙ୍କ ସହିତ ଏକଲା ଚାଲିଲେ। ପ୍ରିୟମାନେ, ଅବ୍ରାହମ ମଧ୍ୟ ପରମେଶ୍ୱରଙ୍କ ସହିତ ଏକା ଚାଲିଛନ୍ତି। ଯୀଶୁ ଖ୍ରୀଷ୍ଟ ମଧ୍ୟ ଏକଲା ଚାଲିଲେ, ପାଉଲ ମଧ୍ୟ ଏକଲା ଚାଲିଲେ। ଆମକୁ ମଧ୍ୟ ଏକଲା ଏକଲା ଚାଲିବ। କିଏ ସାଙ୍ଗରେ ଆସନ୍ତୁ ନ ଆସନ୍ତୁ, ପ୍ରିୟମାନେ, ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ। ସମସ୍ତେ ଆମକୁ ଛାଡିବେ ପ୍ରଭୁ, ତୁମେ କେବେ ଆମକୁ ଛାଡିବନି। ଆମେ ଯେ ପ୍ରକାର ତୁମ ଉପରେ ଭରସା କରି ଆମମାନଙ୍କର ଏହି ଆତ୍ମିକ ଯାତ୍ରାରେ ଆମେ ଆଗକୁ ବଢିବୁ, ଏଥିପାଇଁ ତୁମେ ଆମମାନଙ୍କୁ ଉତ୍ସାହିତ କର। ସମସ୍ୟା, ରୋଗ, କଷ୍ଟ, ଅଭାବ ଏସବୁ ଗୁଡିକ ଆମ ଜୀବନରେ ମାଡି ଆସିବ, ମାତ୍ର ପ୍ରଭୁ କୌଣସି ବିଷୟ ଆମକୁ ଅଟକେଇବ ନାହିଁ, କୌଣସି ଦୁର୍ବଳତା ଆମକୁ ଅଟକେଇବ ନାହିଁ। ତୁମେ ଆଜି ଆମକୁ ଏନକରେଜ କରିଛ, ଏକଲା ଚାଲିବା ନିମନ୍ତେ ତୁମେ ଆମକୁ ଉତ୍ସାହିତ କରିଛ। ଆମେ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ। ତୁମେ ଯୋଉ ମାର୍ଗ ଦେଖେଇଛ, ସେ ସଂକୀର୍ଣ୍ଣ ମାର୍ଗରେ, ସେ ଦୁର୍ଗମ ପଥରେ ଆମେ ଏକଲା ଏକଲା ଚାଲି ଆମେ ଆଗକୁ ବଢି ପାରିବୁ। ଦୟାକରି ସାହାଯ୍ୟ କର, କେହି ଆମକୁ ନ ଅଟକାଉ ପ୍ରଭୁ। ଯିଏ ମଧ୍ୟ ଅଟକେଇବ, ଆମେ ସେ ସବୁ ବାଧା ବିଘ୍ନକୁ ପାର କରି ଆମେ ଆଗକୁ ଆଗକୁ ବଢିଯିବୁ। ତୁମେ ଅନୁଗ୍ରହ ପ୍ରଦାନ। ମୁଁ ତୁମକୁ ଧନ୍ୟବାଦ ଦଉଛି ୟୁନାଇଟେଡ ଓଡିଆ ପ୍ରେୟର ଫେଲୋସିପ ନିମନ୍ତେ। ପ୍ରତି ଗୁରୁବାର ଦିନ ଏହି ସ୍ଥାନକୁ ଆସି ତୁ ବାକ୍ୟ ବିତରଣ କରିବା ପାଇଁ ସମୟ ତୁମେ ସୁଯୋଗ ଦେଇଛ, ଧନ୍ୟବାଦ। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଅନ୍ୟାନ୍ୟ ବକ୍ତା ଗୁଡିକ ଆସି ସେମାନେ ମଧ୍ୟ ବାକ୍ୟ ପ୍ରଚାର କରୁଛନ୍ତି, ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର ପ୍ରଭୁ। ଏହି ଫେଲୋସିପ ଦ୍ୱାରା, ଏହି ଜୁମ୍ ମିଟିଂ ଦ୍ୱାରା ଅନେକ ଲୋକ ଆତ୍ମିକ ଜୀବନରେ ବଢନ୍ତୁ, ଆଗମନ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ, ତୁମର ନିକଟବର୍ତ୍ତୀ ହୁଅନ୍ତୁ। ଏହା ଆମେ ପ୍ରାର୍ଥନା କରୁଛୁ। ଧନ୍ୟବାଦ, ପ୍ରାର୍ଥନା ଶୁଣିଛୁ। ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। Amen. Amen. Praise the Lord. Praise the Lord. ସମସ୍ତେ Amen. Amen. Praise the Lord. Yeah, praise the Lord. praise the Lord. God bless you. God bless you.